সেই বাক্যର ନିଗୁଡ଼ତା ଆମେ ଜାଣିପାରିବା ବୁଝିପାରିବା ଏବଂ ଶିକ୍ଷା କରିପାରିବା। ପ୍ରଭୁ ସେଇ ଶିକ୍ଷାଦାତା ତୁମେ ହିଁ ଅଟ, ବୁଦ୍ଧିଦାତା ତୁମେ ହିଁ ଅଟ, ସ୍ୱର୍ଗ ଜ୍ଞାନରେ ପରିପୂର୍ଣ୍ଣ କରିବା ଓ ପ୍ରଭୁ ତୁମେ ହିଁ ଅଟ ଯୀଶୁ ରାଜା। ସଲମନକୁ ତୁମେ ଉତ୍ତମ ଭାବରେ ତୁମେ ଜ୍ଞାନରେ ପରିପୂର୍ଣ୍ଣ କଲ। ପ୍ରଭୁ ସେଇ ଜ୍ଞାନ ସ୍ୱର୍ଗୀୟ ଜ୍ଞାନ ଥିଲା, ଯେତେବେଳେ ବାହ୍ୟ ଜ୍ଞାନ ଥିଲା ସେଟା ମିଶିଗଲା ପ୍ରଭୁ ସମ୍ପୂର୍ଣ୍ଣ ଭାବେ ସେ ବିନଷ୍ଟ ରକ୍ତ ହେଇବାକୁ ଗଲା। ପ୍ରଭୁ ଯୀଶୁ ଆଜି ସେଇ ପ୍ରକାର ଭାବରେ ବାକ୍ୟକୁ ପ୍ରଭୁ ମାନେ ପ୍ରଭୁ ତାହା ଆକ୍ଷରିକ ଭାବରେ ପ୍ରଭୁ ଆମମାନେ ତାହା ପଢ଼ୁଅଛୁ, ଆକ୍ଷରିକ ଭାବରେ ତାହା ଆମେ ଶୁଣୁଅଛୁ, କିନ୍ତୁ ସେ ଆକ୍ଷରିକ ବାକ୍ୟ ଆମମାନଙ୍କୁ ସମ୍ପୂର୍ଣ୍ଣ ଆତ୍ମିକ ଭାବରେ ପ୍ରସ୍ତୁତ ହଉ, ଆତ୍ମିକ ଭାବରେ ତାହା ବୃଦ୍ଧିସାଧ ହଉ ବୋଲି ଆମେ ପ୍ରାର୍ଥନା କରୁଛୁ। ବାପା ତୁମେ ଆମମାନଙ୍କୁ ଆଶୀର୍ବାଦ ଆକାର କର ଯୀଶୁ ରାଜା। ଆମେ ଯେତେ ଜଣ ବି ଏଠାରେ ବସିଅଛୁ ରାଜା, ତୁମେ ସମସ୍ତଙ୍କୁ ଦୟା କର। ଆଜିର ସମସ୍ତ ଉପାସନା ପ୍ରାର୍ଥନା ବାକ୍ୟ ସାକ୍ଷ୍ୟ ପ୍ରତ୍ୟେକ ବିଷୟକୁ ଆମର ସମସ୍ତ ଉପସ୍ଥିତିକୁ ତୁମଠାରେ ସମର୍ପଣ କରି ଏହି ପ୍ରଶଂସା ବଳି ଆଗାମୀ ସମସ୍ତ କାର୍ଯ୍ୟକ୍ରମକୁ ତୁମଠାରେ ସମର୍ପଣ କରି ଅତି ଶୀଘ୍ର ଆସୁଥିବା ପ୍ରେମମୟ ମଧୁମୟ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ। ହାଲେଲୁୟା। ପ୍ରଭୁଙ୍କର ମହାନାମ ଧନ୍ୟବାଦ ହଉ। ଆସନ୍ତା ମାନେ ପ୍ରଭୁଙ୍କ ବାକ୍ୟକୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ଆମେ ବାକ୍ୟ ପଠନ କରିବା। ଠିଆ ହେଇଥିବା ସମୟରେ ଆମେମାନେ ସମସ୍ତେ ପାଇପାରିବା 2 କରନ୍ତୀୟ ତାର 3 ପର୍ବ। ଆମେମାନେ 1 ପଦରୁ 18 ପଦ ପର୍ଯ୍ୟନ୍ତ ଅଛି। ସମ୍ପୂର୍ଣ୍ଣ ଏହି ଚିଠାକୁ ଆମେ ପଢ଼ିବା। 2 କରନ୍ତୀୟ 3 ପର୍ବ ପ୍ରେରିତ ପାଉଲଙ୍କର କରନ୍ତି ମଣ୍ଡଳୀକୁ 2 ପତ୍ର ଆଉ 3 ପର୍ବ ଆମେମାନେ 1 ପଦ ଠାରୁ ଶେଷ ପଦ 18 ପଦ ପର୍ଯ୍ୟନ୍ତ ଅଛି। ଆଉ ଆମମାନଙ୍କ ମଧ୍ୟରେ ଭାଇମାନେ ଅଛନ୍ତି ସାହାଯ୍ୟ କରିବେ ପଢ଼ିବାରେ। ଆମେ ସୁନ୍ଦର ଭାବରେ ଏହି ବାକ୍ୟକୁ ଶ୍ରବଣ କରିବା। ପ୍ରେଜ୍ ଦ ଲର୍ଡ। ଆମେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଛୁ କିମ୍ବା କାହାରି କରି କ'ଣ ଯେଉଁମାନଙ୍କ ନିକଟକୁ ବା ଆମମାନଙ୍କ ନିକଟରୁ ଆମମାନଙ୍କର ପ୍ରଶଂସା ମାତ୍ର ଆବଶ୍ୟକ। ତୁମେମାନେ ତ ଆମମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତଙ୍କ ଜ୍ଞାନ ଓ ଗଠିତ ଆମମାନଙ୍କ ସ୍ୱରୂପ। ପୁଣି ତୁମେମାନେ ଯେ ଆମମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ ଏହା ପ୍ରକାଶ ପାଇଅଛି। ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ ହୃଦୟର ଅନୁପକ୍ଷ କରେ। ଆଉ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ଉପରେ ନିର୍ଭର ରଖି ଆମମାନଙ୍କର ଏହି ପ୍ରକାର ବିଶ୍ୱାସ ଅଛି। ଆମେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ ଏପରି ନୁହେଁ, ମାତ୍ର ଆମମାନଙ୍କର ସାମର୍ଥ୍ୟ ଈଶ୍ୱରଙ୍କ ଠାରୁ। ସେ ତ ଆମମାନଙ୍କୁ ଅକ୍ଷରର ସେବକ କରିନାହାନ୍ତି, ମାତ୍ର ଆତ୍ମା ଅର୍ଥାତ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି। କାରଣ ଅକ୍ଷର ମୃତ୍ୟୁଦାୟକ, ଆତ୍ମା ଜୀବନଦାୟକ। ହାଲେଲୁୟା। ଆଉ ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବା କାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ବେଳେ ଇସ୍ରାଏଲ ସନ୍ତାନମାନେ ମୂଷାଙ୍କ ମୁଖର ଅଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ପାଇପାରିଲେ ନାହିଁ। ତେବେ ଆତ୍ମିକ ସେବା କାର୍ଯ୍ୟ ଏତେ ଅଧିକ ଗୌରବଯୁକ୍ତ ନହେବ। କାରଣ ଯଦି ଦୁର୍ଭାଗ୍ୟର ସେବା କାର୍ଯ୍ୟ ଗୌରବଯୁକ୍ତ ହୁଏ, ତେବେ ଧାର୍ମିକତାର ସେବା କାର୍ଯ୍ୟ ବଡ଼ ଆହୁରି ଅଧିକ ଗୌରବଯୁକ୍ତ। ତେଣୁ ଯାହା ଗୌରବଯୁକ୍ତ ହୋଇଥିଲା ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟ ତୁଳନାରେ ଗୌରବହୀନ ହୋଇଅଛି। ଆଉ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବଯୁକ୍ତ ହୋଇଥାଏ। ଅତଏବ ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସୀ କରୁଛୁ। ଆଉ ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିର ଦୃଷ୍ଟି ନ କରନ୍ତି, ଏଇଥିପାଇଁ ମୂଷା ଯେ ପ୍ରକାର ଆପଣା ମୁଖରେ ଆବରଣ ଦେଇଥିଲେ, ଆମ୍ଭେମାନେ ସେ ପ୍ରକାର କରୁଛୁ। କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ
ହେଉଛନ୍ତି। କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବପରି ରହିଅଛି। ଆଉ ଖ୍ରୀଷ୍ଟଙ୍କ ଠାରେ ସେହି ଆବରଣରେ ଲୋପ ହୋଇଅଛି, ଏହା ପ୍ରକାଶ ପାଇନାହିଁ। ମାତ୍ର ଆଜି ପର୍ଯ୍ୟନ୍ତ ମଉସାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ। ୟେସ୍। କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କର ଆତ୍ମା ସେଠାରେ ସ୍ୱାଧୀନତା। ଆମେନ୍। କିନ୍ତୁ ଆମେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା କରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ। ତେଣୁ ପ୍ରଭୁ ଦେଖି ଆତ୍ମା ତାହାଠାରୁ ବୈଷମ୍ୟ ହେଇଅଛି। ଆମେନ୍। ଆସନ୍ତୁ ମାନେ ବାକ୍ୟ ପାଇଁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ତୁମରି ପବିତ୍ର ନାମର ଧନ୍ୟବାଦ କରୁଅଛୁ। ଏହି ସମୟରେ ଯେଉଁ ବାକ୍ୟ ଅଧ୍ୟୟନ କରିଅଛୁ, ଏହି ବାକ୍ୟର ନିଗୁଢ଼ ବିଷୟ ବୁଝିବା, ଶିକ୍ଷା କରିବା ଆମ ପାଖରେ ଜ୍ଞାନ ନାହିଁ। ପ୍ରଭୁ, ଏହି ବାକ୍ୟକୁ ଆମେ ପଢ଼ିଅଛୁ, ଆମେ ଶୁଣିଅଛୁ ଏବଂ ଏହି ବାକ୍ୟରେ ଆମେ ନିଜକୁ ବିଶ୍ୱାସ ସହିତ ଆମେ ସଂଯୁକ୍ତ କରୁଅଛୁ। ଅଳ୍ପ ସମୟ ପ୍ରଭୁ ଆମେ ବାକ୍ୟକୁ ପୁନରାବୃତ୍ତି କରିବା। ତୁମେ ଆମମାନଙ୍କୁ ଆତ୍ମା ଦ୍ୱାରା ପରିଚାଳିତ କର। ମୋତେ ମଧ୍ୟ ତୁମଠାରେ ସମର୍ପଣ କରୁଛି। ମୋ ମୁଖକୁ, ମୋର ଭାଷା ଶୈଳୀ, ସମସ୍ତ ବିଷୟକୁ ମୋତେ ସମ୍ପୂର୍ଣ୍ଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର। ଏ ବାକ୍ୟ ଆମ ସମସ୍ତଙ୍କୁ ତୁମଠାରେ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ। ହାଲେଲୁୟା। ଆସନ୍ତୁ ଆମେ ସମସ୍ତେ ବସିବା। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ। ପ୍ରିୟ ପ୍ରଭୁ ଯୀଶୁ ରାଜା ଆମମାନଙ୍କୁ ଆଶୀର୍ବାଦ କଲେ। ପୁନର୍ବାର ଗୋଟେ ସପ୍ତାହ ଆମମାନଙ୍କୁ ପ୍ରଭୁ ରବିବାରିୟ ଏହି ଉପାସନାରେ ବସିବା ନିମନ୍ତେ ସୁଯୋଗ ଦେଲେ। ସେଥିପାଇଁ ମଣ୍ଡଳୀର ପ୍ରତ୍ୟେକ ଭାଇ ଭଉଣୀ, ବାପା ମା ସମସ୍ତଙ୍କୁ ମୋ ପରିବାର ତରଫରୁ, ମୋ ପରିବାର ତରଫରୁ ପ୍ରଭୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମ ନମସ୍କାର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ସମସ୍ତେ ଖୁସି ଅଟୁ କି? ହାଲେଲୁୟା। କ'ଣ ପାଇଁ ଖୁସି ଅଟୁ? ହାଲେଲୁୟା। କ'ଣ ପାଇଁ? ବାଇବଲରେ ଲେଖାଯାଏ, ଜଣେ ପ୍ରଭୁଙ୍କ ଦାସ ସେ କହୁଛନ୍ତି, ଆହା, ଜଣେ ମୋତେ ଯଦି କହିବ ଆସ ପ୍ରଭୁଙ୍କ ଗୃହକୁ ଯିବା, ମୁଁ ସେତେବେଳେ କ'ଣ କରେ? ଆନନ୍ଦିତ ହୁଏ। ହାଲେଲୁୟା। ସେହି ପ୍ରକାର ଭାବରେ ଆମମାନଙ୍କର ମଧ୍ୟ ଅନ୍ତରରେ ଏହି ବିଷୟ ଦରକାର ଅଛି ନା ନାଇଁ? ହାଲେଲୁୟା। ନା ନୂଆ ଡ୍ରେସ୍ ପିନ୍ଧିଲୁ, ନାଇଁ ଆଜି ରବିବାର ମଟନ୍ ହେଇଛି, ଚିକେନ୍ ହେଇଛି, ଏହି ବିଷୟ ନୁହେଁ। ଆମେମାନେ ପ୍ରଭୁଙ୍କ ଚରଣରେ, ସେ କହୁଛନ୍ତି ମୋତେ ଯଦି ଜଣେ କହିବ ଆସ ପ୍ରଭୁଙ୍କ ଗୃହକୁ ଯିବା, ମୁଁ ସେତେବେଳେ କ'ଣ ହୁଏ? ଆନନ୍ଦିତ ହୁଏ। ହାଲେଲୁୟା। କାରଣ ସେଇ ଗୃହରେ କ'ଣ ଅଛି? ବହୁମୂଲ୍ୟ ଆଶୀର୍ବାଦ ଅଛି। ପ୍ରେଜ୍ ଦ ଲର୍ଡ। ଆଉ ସେଇ ଗୃହରେ ଖାଲି ସେପାରେଟ୍ ଗୋଟେ ଗୃହରେ ନାହିଁ, ଆଜି ସଦାବେଳେ ଫେଲୋସିପ୍ ଦ୍ୱାରା ପ୍ରଭୁ ଆମ ସହିତ ସେ କଥାବାର୍ତ୍ତା କରନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏହା ଆମେ ଯେଉଁ ଅଂଶ ଅଧ୍ୟୟନ କରିଅଛୁ, ପ୍ରେରିତ ପାଉଲଙ୍କର ଶିକ୍ଷାରେ ଏଇଟା ଗୋଟେ ମଣ୍ଡଳୀର ଗୋଟେ ବିଷୟକୁ ନେଇ ଏଠାରେ ସେ ବର୍ଣ୍ଣନା କରିଛନ୍ତି। ମୁଁ ଯେତେବେଳେ ବାଇବଲ ଷ୍ଟଡି କରୁଥିଲି, ସେଇଠି ମୁଁ ଅନେକ ବିଷୟ ସେଠି ବୁଝୁଥିଲି ଏବଂ ପାଉଥିଲି ମଧ୍ୟ। ଆଜି ଆମେମାନେ ବହୁତ ବର୍ଷ ବିତି ଯାଇଅଛି, ଆମେ ପ୍ରଭୁଙ୍କୁ ଜାଣି ବାପ୍ତିସ୍ମ ନେଇ ବାକ୍ୟକୁ ଆମେ ଶିକ୍ଷା କରି ଆସୁଅଛୁ। କିନ୍ତୁ ଯଦି ଆମମାନଙ୍କର ଜୀବନରେ ଯଦି ପରିବର୍ତ୍ତନ ନାହିଁ, ପରିବର୍ତ୍ତନ ଜୀବନ ଗୋଟେ ବହୁମୂଲ୍ୟ ଜୀବନ ଅଟେ। ହାଲେଲୁୟା। ନିକୋଦିମକୁ ପ୍ରଭୁ କ'ଣ କହିଲେ? ଭାଇ, ତମ କ'ଣ କରିବାକୁ ପଡ଼ିବ? ପୁନର୍ଜନ୍ମ ପାଇବାକୁ ପଡ଼ିବ। ହାଲେଲୁୟା। ନିକୋଦିମ ଗୋଟେ ବହୁମୂଲ୍ୟ ଜଣେ ସଦ୍ଭକ୍ତ ଥିଲେ। ହୁଏତ ସେ ମଶାଙ୍କର ଏଠାରେ ଲେଖାଯାଇଛି, ସେହି ସବୁ ବିଷୟକୁ ଆମେ ଟିକେ ଟିକେ ଦେଖିବା। ମଶାଙ୍କର ଜୀବନରେ, ମଶାଙ୍କ ବ୍ୟବସ୍ଥାରେ, ଆଉ ପ୍ରଭୁ ପୁରାତନ ନିୟମରେ ଯାହା ବି ବାକ୍ୟ ଆଉ ଇସ୍ରାଏଲ ଲୋକମାନଙ୍କୁ ସେ କହୁଥିଲେ, ଆଉ ସେଇ ବାକ୍ୟ ଆମମାନଙ୍କ ପାଇଁ ଛାୟା ସଦୃଶ ଥିଲା। କିନ୍ତୁ ସେଇ ବାକ୍ୟ ଯେ ସମ୍ପୂର୍ଣ୍ଣ ଭାବେ କାୟା ହେଇଛି, ତାହା ସମ୍ପୂର୍ଣ୍ଣ ଆମେ ଆଚ୍ଛାଦିତ ଦର୍ପଣ ନୁହଁ, ଅନାଚ୍ଛାଦିତ ଦର୍ପଣରେ ଆମେ ନିଜର ମୁଖ ଦେଖିବା ଭଳି ଆମେ ବାକ୍ୟରେ ଦେଖୁଛୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଅତି ସୁନ୍ଦର ଭାବରେ ଆଜ୍ଞା ପଢୁଥିଲେ। ଆମେମାନେ ଏଇଠି ଅତି ସୁନ୍ଦର ବିଷୟ, ମାନେ ଏଇଟା ଗୋଟେ ବିଶ୍ୱାସୀମାନଙ୍କୁ ଏନକରେଜ୍ କରିବାର ବିଷୟ। ବିଶ୍ୱାସୀମାନଙ୍କୁ ଆଉ ହୁଏତ ଆମମାନଙ୍କ ମଧ୍ୟରେ ଏ ପ୍ରକାର ମଧ୍ୟ ବିଷୟ ଥାଇପାରେ, ଯାହାକି ଆମେମାନେ ଯେତେବେଳେ ଜଣେ ମଣ୍ଡଳୀ ମଧ୍ୟରେ ଜଣେ ପଦବୀ ଥିବା ସମୟରେ କିଛି ବିଷୟ ଯଦି ସେ ଆଉ ସେଇ ପଦବୀରେ ଯଦି ହରିଯାଏ, ପଦବୀରେ ସେ ଯଦି ନିଜକୁ ଗର୍ବ କରିଥାଏ, ସେତେବେଳେ ତା ପାଖକୁ ସେ ଗୌରବାନ୍ୱିତ ଶବ୍ଦ ଆସିଥାଏ, ଆଉ ସେ ପ୍ରଶଂସାନ୍ୱିତ ଶବ୍ଦ ଆସିଥାଏ। କିନ୍ତୁ ବାଇବଲ ଲେଖାଯାଏ, ପ୍ରେରିତ ପାଉଲ ଗୋଟିଏ ବିଷୟ କହୁଛନ୍ତି, ଆମେ ସମସ୍ତେ ଭାଇରେ
ଭାଇ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମୋ ମଣ୍ଡଳୀରେ ଡିକନ ପଦ ଅଛି, ଜଣେ ଟ୍ରଷ୍ଟର ଆଉ ଜଣେ ତବାଦାର ବା ଟ୍ରେଜେରୀ ପଦ ଅଛି, ପାଳକର ପଦ ଅଛି। ଆମେ ତାହା ସମ୍ମାନ କରିବା, କିଛି ଅସୁବିଧା ନାହିଁ। କିନ୍ତୁ ତାହା ମଧ୍ୟରେ ମଧ୍ୟ ଯେତେବେଳେ ମଣ୍ଡଳୀ ମଧ୍ୟରେ ଯେତେବେଳେ ଅନ୍ୟ ବିଷୟଟା ପଶିଯାଏ ସେତେବେଳେ ପଦବୀର ସେମାନେ ଗୌରବ ଚାହାନ୍ତି। ହାଲେଲୁୟା। ସେଥିପାଇଁ ଏଠି 3 ପର୍ବ 1 ପଦରେ ସୁନ୍ଦର ଭାବରେ ସେ କହୁଛନ୍ତି। ଆମେ ଟିକେ ପଢିବା, ଭାଇ ପଢନ୍ତୁ ଟିକେ। ହେଲି ବାବୁ। ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଅଛୁ? ଆମ୍ଭେମାନେ କି ପୁନର୍ବାର ନିଜ ଆତ୍ମାକୁ ପ୍ରଶଂସା କରିବା ପାଇଁ ଆରମ୍ଭ କରୁଅଛୁ। ତାପରେ ପଢନ୍ତୁ। କିମ୍ବା କାହାରି ପରି କଣ ତୁମମାନଙ୍କ ନିକଟକୁ ବା ତୁମମାନଙ୍କ ନିକଟରୁ ଆମ୍ଭମାନଙ୍କର ପ୍ରଶଂସା ପାତ୍ର ଆବଶ୍ୟକ? ଦେଖ, ପ୍ରେରିତ ପାଉଲ କହୁଛନ୍ତି କି ଆପଣଙ୍କ ପାଖରେ ମଣ୍ଡଳୀରେ ମୁଁ ଏତେ ବର୍ଷ ସେବା କାର୍ଯ୍ୟ କଲି, ଆଉ ମଣ୍ଡଳୀରେ ମୁଁ କୌଣସି ପ୍ରକାରେ ମତେ ତମେ ଆଉ ପ୍ରଶଂସାନ୍ତ କର ବା ମୋର ଆଉ ସବୁ ବିଷୟରେ ପ୍ରଭୁ ତାହାଙ୍କ ସହିତ ଗମନ କରୁଥିଲେ। ସେ ନିଜକୁ ନିଚ କରି ସେ କହିବା ପାଇଁ ଚାହାନ୍ତି କାହାକୁ ଆପଣ ମାନେ ପ୍ରଶଂସା ନ କରନ୍ତୁ। ହାଲେଲୁୟା। କିମ୍ବା ଆତ୍ମାକୁ ତାହାଙ୍କ ବିଷୟରେ କିଛି ବି ଆପଣ ମାନେ ପ୍ରଭୁ ସମାନ କରିପାରିବେ ନାହିଁ। ଜଣେ ସନ୍ ଅଫ୍ ମ୍ୟାନ୍ ହେଇପାରେ, କିନ୍ତୁ ସନ୍ ଅଫ୍ ଗଡ୍ ହେଇପାରିବ ନାହିଁ। ହାଲେଲୁୟା। ସନ୍ ଅଫ୍ ମ୍ୟାନ୍ ଅର୍ଥ କ'ଣ? ସେ ଈଶ୍ୱର ପ୍ରତିମୂର୍ତ୍ତି ଆଉ ଈଶ୍ୱରଙ୍କ ସହିତ ତାଙ୍କ ସହିତ ପ୍ରଭୁ ଗମନ କରୁଛନ୍ତି। ସେ ହେଉଛନ୍ତି ସନ୍ ଅଫ୍ ମ୍ୟାନ୍ ବା ଭବିଷ୍ୟବକ୍ତା ତାକୁ କୁହାଯାଏ। ଭବିଷ୍ୟବକ୍ତା ପଦ ପାଇଥାଏ ଆଉ ଭବିଷ୍ୟବକ୍ତା କାର୍ଯ୍ୟ ସେ କରିଥାଏ। ଆମେ ଯଦି ପଢିବା ସେଇ 1 କରନ୍ଥୀୟ 9 ପର୍ବ 2 ପଦ ଗୋଟେ ପଢନ୍ତୁ। ଏତେ ସୁନ୍ଦର ଭାବରେ ପ୍ରେରିତ ପାଉଲ କହୁଛନ୍ତି। ଯଦ୍ୟପି ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତୁମମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ। ତଥାପି ତୁମମାନଙ୍କ ନିକଟରେ ମୁଁ ଅବଶ୍ୟ ପ୍ରେରିତ। ହାଲେଲୁୟା। ଜଣେ ଡିକନ ଭାଇର ଡିକନ ପଦ ସେଇ ସମ୍ମାନଜନକ। ମଣ୍ଡଳୀ ତାକୁ ଡିକନ ଭାଇ ବଦଳରେ ତାକୁ ସମ୍ମାନ ଦେବା ଦରକାର ଅଛି। ହାଲେଲୁୟା। ଏଠାରେ ତାଙ୍କର ବିଷୟ ନେଇକି ବାଇବଲ ସହିତ ସଂଯୁକ୍ତ କରି କୌଣସି ପ୍ରକାର ଆମେ ଗୌରବାନ୍ୱିତ କରିପାରିବା ନାହିଁ। ପ୍ରେରିତ ପାଉଲ ସମ୍ପୂର୍ଣ୍ଣ ପ୍ରେରିତ ସେବାରେ ଥିଲେ। ତାହାଙ୍କର ସେବା କାର୍ଯ୍ୟ ଦ୍ୱାରା ସେ ପ୍ରେରିତ ପଦ ପାଇଥିଲେ। ପୁନର୍ବାର ସେ ପଦ ପଢିବା। ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ, ଯେଉଁମାନେ ତାହାଙ୍କ ସେବା କାର୍ଯ୍ୟକୁ ବୁଝି ନାହାନ୍ତି, ତାହାଙ୍କର ବିଷୟକୁ ସେମାନେ ଭଲ ଭାବରେ ଷ୍ଟଡି କରିନାହାନ୍ତି, ସେମାନଙ୍କ ପାଖରେ ସେ ପ୍ରେରିତ ହେଇନଥାଇପାରେ। ହାଲେଲୁୟା। ସେ ପ୍ରେରିତ ହେଇନଥାଇପାରେ। କିନ୍ତୁ ଜଣଙ୍କୁ ପ୍ରଭୁ এই 5 ପ୍ରକାର ସେବା କାର୍ଯ୍ୟ ମଣ୍ଡଳୀରେ ପ୍ରଭୁ ରଖିଛନ୍ତି ସତ, କିନ୍ତୁ ତାହାର କାର୍ଯ୍ୟ ଦ୍ୱାରା ସେଇ ପଦବୀ ସେ ପାଇଥାଏ। ହାଲେଲୁୟା। ତାପରେ ତଥାପି ତୁମମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କ ଠାରେ ତୁମମାନେ ମୋହର ପ୍ରେରିତ ପଦର ମୁଦ୍ରାଙ୍କ ସ୍ୱରୂପ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେରିତ କ'ଣ କରେ? এই 5 ମିନିଷ୍ଟ୍ରିରେ ପ୍ରେରିତ ସବୁ ବିଷୟରେ ସେ ସଂଶୋଧନ କରେ। ହାଲେଲୁୟା। ହାଲେଲୁୟା। ସେ ସବୁ ବିଷୟରେ ମିଶିଥାଏ। ସେ ପାଳକ ମଧ୍ୟ ଗାଇଡ୍ କରିଥାଏ, ଶିକ୍ଷକ ମଧ୍ୟ ଗାଇଡ୍ କରିଥାଏ। ଆଉ ତାହାର କାର୍ଯ୍ୟ କ'ଣ? ଏବେ ଯେମିତି ଆପୋଷ୍ଟଲିକ୍, ଯୋଉଟାକି ଆମେ ଶେଖର ଡେଭିଡ୍ ସେ ଆପୋଷ୍ଟଲିକ୍ ଲେଖିଛନ୍ତି। ଆପୋଷ୍ଟଲ ଶେଖର ଡେଭିଡ୍ ନାଇଁ କି? କିନ୍ତୁ ଅର୍ଥାତ୍ ତାର ପ୍ରେରିତ କାର୍ଯ୍ୟ ସେ କ'ଣ କରେ? ସେ ଯୋଉ ଜାଗାକୁ ଯାଏ ସେଇଠି ମିନିଷ୍ଟ୍ରି ସେ ସେବା କାର୍ଯ୍ୟ ଆରମ୍ଭ କରେ, ସେଇଠି ବାକ୍ୟ ପ୍ରଚାର କରେ, ଆଉ ସେଇଠି ମଧ୍ୟ ସେ ମଣ୍ଡଳୀକୁ ଏକ୍ସଟାବ୍ଲିଶ୍ କରିବା ପ୍ରେରିତର କାର୍ଯ୍ୟ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେଇ ପ୍ରକାର ଭାବରେ ପ୍ରେରିତ ପାଉଲଙ୍କର ଆମେ ପତ୍ରୀ ଦେଖୁଛୁ। ପ୍ରତ୍ୟେକ ମଣ୍ଡଳୀରେ ସେ 13ଟା ମଣ୍ଡଳୀ ବା 14ଟା ମଣ୍ଡଳୀ ସ୍ଥାପନ କରିଥିଲେ। ହାଲେଲୁୟା। ତ ଏଇ ଭାଇକୁ ଆମେ କ'ଣ ପ୍ରେରିତ ପଦ ନିଯୁକ୍ତି କରିପାରିବା ନାହିଁ କି? ନିଶ୍ଚୟ କରିବା। ହାଲେଲୁୟା। ସେଇ ପ୍ରକାର ଭାବରେ ଯଦି ଭାବବାଦୀ ଯୋଉ ଭବିଷ୍ୟବକ୍ତା କହୁଛେ, ଯଦି ଭବିଷ୍ୟବକ୍ତା କ'ଣ କରେ? ସେ ଯୋଉ ମଣ୍ଡଳୀ ଅନ୍ୟ ପଥ ଦେଇ ଯାଉଅଛି, ବାକ୍ୟକୁ ଠିକ୍ ଭାବରେ ତାହାକୁ ସଂଶୋଧନ କରି ଗ୍ରହଣ କରୁନାହିଁ, ତାହାକୁ ଠିକ୍ ଭାବରେ ସେ ତାହା ବୁଝିପାରୁନାହିଁ, ଅର୍ଥାତ୍ ଯୋଉ ପୁରାତନ ବିଷୟ ଲୋପ ପାଇଥିଲା ତାହା ପୁନର୍ବାର ମଣ୍ଡଳୀକୁ ଆଣିବା କାହାର କାର୍ଯ୍ୟ? ଏଇଟା ହେଉଛି ଜଣେ ଭବିଷ୍ୟବକ୍ତାର କାର୍ଯ୍ୟ। ହାଲେଲୁୟା। ହାଲେଲୁୟା। ସେଥିପାଇଁ ଆମେ ମାନେ এই শেষ সময়ে ভাই ব্রানামকে আমি ভবিষ্যবক্তা বলে কাহিঁকি কহুଅଛୁ? কারণ সে পিতৃମାନଙ୍କ ହୃଦୟ
ପୁତ୍ର ମାନଙ୍କ ଆଡକୁ ଆଉ ପୁତ୍ର ମାନଙ୍କ ହୃଦୟ ପିତୃ ମାନଙ୍କ ଆଡକୁ ଫେରାଇବାର ବାକ୍ୟ ପୁନର୍ବାର ଆମ ଠାରେ ଏକ୍ସପ୍ଲେନ କଲେ। ହାଲେଲୁୟା। ଅର୍ଥାତ କଣ କଲେ? ସେ ଆମ ମାନଙ୍କ ଠାରେ ସେଇ ବାକ୍ୟକୁ କଣ କଲେ? ପୁନର୍ବାର ପ୍ରଚାର କଲେ। ଅର୍ଥାତ ତାହାଙ୍କର ସେଇ ଭବିଷ୍ୟ ବକ୍ତାର କାର୍ଯ୍ୟ ଆମ ମାନଙ୍କୁ ସେଇ ପୁନର୍ବାର ଶିକ୍ଷା ଦ୍ୱାରା ତାକୁ ଆମେ ପ୍ରେରିତ ଅର୍ଥାତ ତାହାକୁ ଭବିଷ୍ୟ ବକ୍ତା ବା ଭାବବାଦୀ ଭାବରେ ତାହାର ନାମକରଣ କଲୁ। ହାଲେଲୁୟା। ଆଉ ମଣ୍ଡଳୀ ମଧ୍ୟରେ ସେ ଦେଖିଲେ ମଣ୍ଡଳୀ ମଧ୍ୟରେ ଭଉଣୀମାନଙ୍କ ମଧ୍ୟରେ ଅନେକ ବିଷୟ ହୋଇଅଛି ଯାହାକି ଜାଗତିକ କାର୍ଯ୍ୟ ଯାହାକି ଆତ୍ମିକ ବିନଷ୍ଟ କରେ। ଆଉ ଭାଇମାନଙ୍କ ମଧ୍ୟରେ ମଧ୍ୟ ଏ ପ୍ରକାର ଅନେକ ଦୁର୍ବଳତା ଦେଖାଉଛନ୍ତି। ଆଉ ସେ ସେତେବେଳେ ମଣ୍ଡଳୀ ମଧ୍ୟରେ ଠିଆ ହେଇ ତାହାକୁ ସେ କଣ କରିବା ଚାହୁଁଛନ୍ତି? ବାକ୍ୟ ଦ୍ୱାରା ପରିଷ୍କାର କରିବା ପାଇଁ ଚାହୁଁଛନ୍ତି। ହାଲେଲୁୟା ହାଲେଲୁୟା। ଆଉ ସେ କଣ କରେ? ସେ ବାଧ୍ୟ କରି କହିବ ଏଇଟା ହଉଛି ପ୍ରେରିତ, ଏଇଟା ହଉଛି ଭାବବାଦୀ ଯୋଉ ଭବିଷ୍ୟ ବକ୍ତା। এই ভবিষ্য বক্তা এই আঙ্গুটি যেতবে জনক কহিথায়ে এই পদ সে কহিবা লোক তাহাঠারে সেতিকি ক্ষমতা থাকে। হালেলুয়া হালেলুয়া। মু আপনাকে কহুছি এইটা করিবা ভুল যদি সে এই পদটা কহিলা जो ठिया ହେଇଛି ସେ ଲୋକ ସେ ମଧ୍ୟ ସେ ପ୍ରକାର ଠିକ ଲୋକ ଥିବା ଦ୍ୱାରା ତାହା ଭୁଲ ପ୍ରମାଣିତ କରିପାରିବ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ସେଥିପାଇଁ ପ୍ରେରିତ ପାଉଲଙ୍କର ସେବା କାର୍ଯ୍ୟ ଆମେ ଦେଖୁଅଛୁ ସେ ଜଣେ ପ୍ରେରିତ ଭାବରେ ଆଉ ସମ୍ପୂର୍ଣ୍ଣ ମଣ୍ଡଳୀରେ ଶିକ୍ଷା ଦେଉଥିଲେ। ସେଥିପାଇଁ ସେ ପୁନର୍ବାର କରନ୍ତି ମଣ୍ଡଳୀକୁ ସେ ଦ୍ୱିତୀୟ ପତ୍ରରେ ସେ କହୁଛନ୍ତି ମୁଁ ତୁମମାନଙ୍କ ମଧ୍ୟରୁ ଆତ୍ମା ଧନ୍ୟବାଦ ଗୌରବ ପ୍ରଶଂସା ପାଇବା ପାଇଁ ମୁଁ ଚାହେଁ ନାହିଁ। ମୁଁ ଜଣେ ତୁମମାନଙ୍କ ପାଇଁ ଜଣେ ପ୍ରେରିତ ପଦରେ ନିଯୁକ୍ତ ହୋଇଥିବା ଜଣେ ଭାଇ ଅଟେ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆମେମାନେ ଦେଖୁଅଛୁ ଏଠାରେ ସୁନ୍ଦର ଭାବରେ ସେ କହୁଛନ୍ତି 3 ପଦ ଟିକେ ପଢ଼ ବାବା। ସେ 9ର 3 ପଦ। ଆଜ୍ଞା ସେଇ ପ୍ରଥମ କରନ୍ତି 9ର 3 ପଦ। ମୋର ସମାଲୋଚକ ମାନଙ୍କୁ ମୋର ଉତ୍ତର ଏହି। ମୋହର ସମାଲୋଚକ ଲୋକମାନଙ୍କୁ ମୋହର ଉତ୍ତର ଏହି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଯେତେବେଳେ ସମାଲୋଚକ ଅର୍ଥାତ ଅନ୍ୟ ବିଷୟରେ ଡିସ୍କସନ୍ କରି ଜଣଙ୍କୁ ଆମେ ଆଉ ତାହାଙ୍କ ବିଷୟରେ ଆମେ ଟିକେ କଟୁବାଦ ମନୋଭାବଟା ଆମେ ଚିନ୍ତା କରିଥାଉ। କେତେବେଳେ? ଯେତେବେଳେ ସମାଲୋଚନା କରିଥାଉ ନାଇଁ କି ତାହାଙ୍କ ବିଷୟକୁ ନେଇକି ଟିକେ ଆମେ ଚିନ୍ତା କରିଥାଉ। ଆଉ ଯୋଉଦ୍ୱାରା କି ମଣ୍ଡଳୀ ମଧ୍ୟରେ ଆମକୁ ବାକ୍ୟ ଶିକ୍ଷା କରିବାର ବିଷୟ କିନ୍ତୁ ତାଠାରୁ ଆମେ ହରେଇକି ଆମେ ଅନେକ ବିଷୟ ଆମେ ଚିନ୍ତା କରିଥାଉ। ସେଥିପାଇଁ ପ୍ରେରିତ ପାଉଲ କହୁଛନ୍ତି ଏହି ପଦ କାମାନଙ୍କ ପାଇଁ ଯେଉଁମାନେ ମୋର ଅନୁଚିତ ଚିନ୍ତା କରୁଛନ୍ତି ଅର୍ଥାତ ମୋ ବିରୁଦ୍ଧରେ ସମାଲୋଚକ ଅଟନ୍ତି ଅର୍ଥାତ ଜଣେକୁ ପ୍ରଭୁ ବୋଲି ଦେଖିଲେ ମଧ୍ୟ ଭୁଲ। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ଜଣକୁ ପ୍ରଭୁ ବୋଲି କହିବା ଆମର ଭୁଲ କିନ୍ତୁ ଯେତେବେଳେ ପ୍ରଭୁ ଜଣେ ଏବେ ବାଇବଲ ଲେଖାଯାଇଛି ପିତା ଜଣେ କାହାକୁ ତୁମେ ପିତା ବୋଲି ସମ୍ବୋଧନ କର ନାହିଁ। କିନ୍ତୁ ଆଜି ଦେଖୁଛୁ ଆମେ ଅନେକ ଆଜି ଜଗତରେ ଚାଲିଅଛି କିଏ ତ ପ୍ରିଷ୍ଟ କିଏ ତ ଫାଦର ଏ ପ୍ରକାର ପଦବୀରେ ସେମାନେ ଆଉ ଭାରପ୍ରାପ୍ତ ଅଟନ୍ତି କିନ୍ତୁ କାର୍ଯ୍ୟଶୈଳୀ ତାହାଙ୍କର କାର୍ଯ୍ୟ ବିଷୟକୁ ଦେଖିକି ସେଇ ପଦବୀ ପାଇବା ସେ ଯୋଗ୍ୟ। ହାଲେଲୁୟା। ଏହି ପଦବୀ କେତେବେଳେ ଉଚ୍ଚାରଣ ହୋଇଥାଏ? ଯେତେବେଳେ ସେ ପ୍ରଭୁଙ୍କ ସେବାରେ ଠିଆ ହୋଇଥାଏ ସେତେବେଳେ ତାହା ଉଚ୍ଚାରଣ ହୋଇଥାଏ। ହାଲେଲୁୟା। ଏବେ ଫାଦର ବୋଲି ସେମାନେ ଆମର ଭାଇମାନେ କେତେକ ଜଣ ଅଛନ୍ତି ଫାଦର ବୋଲି ତାହାକୁ ପ୍ରତ୍ୟେକ ଜାଗାରେ ତା ବାପା ଏଇଟା ଥିବ ତାକୁ ଫାଦର କହିବ ତାର ନାଁ କ'ଣ ଭାବିବ? ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଯଦି ସେ ଜଣେ ଆମକୁ ଏ ବିଷୟରେ ଚିନ୍ତା କରିବା ଦରକାର ଅଛି। ମଣ୍ଡଳୀ ମଧ୍ୟରେ ଆମେମାନେ ତାହାକୁ ଫାଦର କହିଥାଉ କିନ୍ତୁ ସେମାନେ କହିଥାନ୍ତି କିନ୍ତୁ ଆମର ସେମିତି କହିବାର ନାହିଁ। ଆମେ ସମସ୍ତେ ପାଳକ ଭାଇ, ଆମେ ଯଦି ପ୍ରଚାରକ ଭାଇ, ଆମେ ଯଦି ପ୍ରେରିତ ଭାଇ ମଧ୍ୟ ଆମେ କହିପାରିବା। ହାଲେଲୁୟା। ପ୍ରଥମେ ପ୍ରେରିତ ତାପରେ ଭାଇ। ପ୍ରେରିତ ପାଉଲ ସେ ପ୍ରକାର ଭାବରେ ହିଁ ସେବା କାର୍ଯ୍ୟ ସେ କରାଉଥିଲେ। 4 ପଦ ପଢ଼ନ୍ତୁ। ଭୋଜନ ପାନ କରିବାକୁ କଣ ଆମମାନଙ୍କର ଅଧିକାର ନାହିଁ? ନାହିଁ। ତାପରେ ଅନ୍ୟ ସମସ୍ତ ପ୍ରେରିତ ପ୍ରଭୁଙ୍କ ଭ୍ରାତୃବର୍ଗ ଓ କେଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଣ ଆମମାନଙ୍କର ଅଧିକାର ନାହିଁ? କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କଣ କେବଳ ମୋହର ଓ ବର୍ଣ୍ଣବାଙ୍କର ଅଧିକାର ନାହିଁ? କିଏ ନିଜ ବ୍ୟୟରେ ସୈନିକ ବୃତ୍ତି କରେ? କିଏ ଦ୍ରାକ୍ଷା କ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ? ଅବା କିଏ ପଶୁକୁଲ ପାଳନ କରି ଫଲର ଦୁଗ୍ଧ ପାନ ନ କରେ? ମୁଁ ମନୁଷ୍ୟ ଭାବରେ କଣ ଏହି ସବୁ କଥା କହୁଅଛି? ହାଲେଲୁୟା ପ୍ରେଜ୍ ଦ ଲର୍ଡ। ତାପରେ ବ୍ୟବସ୍ଥା ମଧ୍ୟ କଣ ଏହି ସବୁ କଥା କୁହେ ନାହିଁ? କାରଣ ମୋଶଙ୍କ ବ୍ୟବସ୍ଥାରେ ଏହା ଲେଖା ଅଛି
ବେଙ୍ଗଳରେ ବୁଲୁଥିବା ବଳଦର ମୁହଁରେ ଚୁଣ୍ଟି ଦିଅ ନାହିଁ। ହଁ ଈଶ୍ୱର କଣ ବଳଦ ବିଷୟରେ ଚିନ୍ତା କରନ୍ତି? Yes, yes, hallelujah. Praise the Lord. ଏହା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ଏଇଟା ମଣ୍ଡଳୀ ମଧ୍ୟରେ ସେଇ ଘଟଣା ଚାଲିଅଛି। ମୁଁ ଖାଲି ଜଷ୍ଟ ସେଇ ପଦକୁ ଆଣିବା ପାଇଁ ଚାହିଁଲି, କାରଣ ଜଣଙ୍କୁ ଗୌରବ ପାଇବା ବା ଧନ୍ୟବାଦ ପାଇବାକୁ ଏକମାତ୍ର ଯୋଗ୍ୟବନ୍ତ ଆମମାନଙ୍କର ସଦାପ୍ରଭୁ ଅଟନ୍ତି। ହାଲେଲୁୟା। ତାହାର ସେଇ ଗୌରବ ଆମେ ଜଣକୁ ଦେଇପାରିବା ନାହିଁ। ସେଇ ପଦକୁ ଆମେ ପୁନର୍ବାର ଫେରିଯିବା। ଠିକ୍ ଅଛି, ଆସନ୍ତୁ ଆମେ ମାନେ ସେଇ 2 Korintho 3 ପର୍ବ ତାର 2 ପଦ ଟିକେ ପଢ଼ନ୍ତୁ ଭାଇ। ତୁମେମାନେ ତ ତୁମେମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ପଠିତ ଆମ୍ଭମାନଙ୍କ ପତ୍ର ସବୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦେଖନ୍ତୁ, ତୁମ୍ଭେମାନେ ତ ଯୋଉ ପତ୍ର ସେ ଆମମାନଙ୍କ ଆଗରେ ପ୍ରେରଣ କରିଛନ୍ତି, ଏଇ ଚିଠି ଏଇ ପତ୍ର ଲେଖିବାର ଶୈଳୀ ବା ପ୍ରେରିତ ପାଉଲ ମଣ୍ଡଳୀକୁ ଏଇ ପତ୍ର ଲେଖିବାର ଗୋଟେ ହିଁ ବିଷୟ ଉଦ୍ଦେଶ୍ୟ ଏହା ଅଟେ, ଏହା ଆତ୍ମା ଭାବରେ ତାକୁ ଗ୍ରହଣ କରିବାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କାହିଁକିନା ଅନେକ ଭାବରେ ଆମେ ବାଇବଲ ଯେତେବେଳେ ଆମେ ପଢୁଛେ, ବାଇବଲର ପ୍ରତ୍ୟେକ ବିଷୟକୁ ଆମେ ମାନେ ଜଷ୍ଟ ଖାଲି ଅକ୍ଷର ଭାବରେ ଆମେ ତାକୁ ପଢିକି ଆମେ ସାରି ଦେଉଛୁ, ପଢିକି ଆମେ ତାକୁ ସମାପ୍ତ କରିଦେଉଛୁ। କିନ୍ତୁ ସେଇ ଅକ୍ଷର ଜୀବିତ ହେବା କୋଉ ଜାଗାରେ ହବ? ଆମମାନଙ୍କ ପାଖରେ ହବ। ହାଲେଲୁୟା। ସେଥିପାଇଁ 18 ପଦରେ ସେ କହୁଛନ୍ତି, 18 ପଦ ପଢନ୍ତୁ ଭାଇ ସୁନ୍ଦର ଭାବରେ। 18 ପଦ। କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଛୁ। ହାଲେଲୁୟା। ପ୍ରଭୁ ପ୍ରେରିତ ପାଉଲ କହୁଛନ୍ତି, କ'ଣ କହୁଛନ୍ତି? ତାହାଙ୍କର ପ୍ରତିରୂପରେ ଆମେ ମାନେ ପରିବର୍ତ୍ତନ ହେଉଅଛୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଅର୍ଥାତ ଯୋଉ ଲିଖିତ ପତ୍ରୀ ଯୋଉ ବାଇବଲ ଆମ ପାଖରେ ଅଛି, ଏ ବାଇବଲର ପଦ ମୋ ଜୀବନରେ ତାହା କାର୍ଯ୍ୟ କରିବା ଦରକାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ପ୍ରେରିତ ପାଉଲ ଆଉ ସେ କହୁଛନ୍ତି, ମୁଁ ଯାହା ଯାହା ଶିକ୍ଷା ଦେଇଅଛି ସେଇ ଶିକ୍ଷା ଦ୍ୱାରା ତମେ ମାନେ ଗର୍ବ କର ନାହିଁ, ନିଜକୁ ତମେ ମାନେ ଆଉ ପଦବୀ ପାଇକି କେବେ ବି ଈର୍ଷା କର ନାହିଁ। କ'ଣ କର? ବାକ୍ୟକୁ ନିଜ ଜୀବନରେ ଜୀବିତ କର। ହାଲେଲୁୟା। କ'ଣ କର? ବାକ୍ୟକୁ ନିଜ ଜୀବନରେ ଜୀବିତ କର। ଦେଖ ଆମେ ସେଇ 3 ପଦ ପଢିବା ଭାଇ। 3 ପଦ ପଢନ୍ତୁ। ପୁଣି ତୁମେମାନେ ଯେ ଆମମାନଙ୍କ ସେବାରେ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ। ହାଲେଲୁୟା। ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ। ଖ୍ରୀଷ୍ଟ ଆଜି ଖ୍ରୀଷ୍ଟ କୋଠାରେ ବିଦ୍ୟମାନ ଅଛନ୍ତି। ହାଲେଲୁୟା। এই ବାକ୍ୟରେ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ନା ବହୁତ ପାଷ୍ଟର ମାନେ ଏବେ ବୁଲୁଛନ୍ତି, ସେମାନେ ଆଜି ସମସ୍ତେ आप लोग सब लोग आज प्रभु को देखेंगे। ଲୋକମାନେ ସାମ୍ନା କରୁଛନ୍ତି, कैसे देखेंगे? नहीं, मेरे को प्रभु बोला। भाई तुमको कौन प्रभु को द्वारा तुम कौन इयरफोन लगी तुमको प्रभु कहउछन? हालेलुया। हालेलुया। मु सही प्रकार भाव जदि आपण मान आगे कहबी आ प्रभु कोरे ख्रीष्ट कोठे अछंती आज विद्यमान एई वाक्य रछंती। हालेलुया। मोर अछंती एई वाक्य रे मोर प्रिय माने एई वाक्य जेतेबेला हम एई वाक्य द्वारा कथा वाक्य पढुछु, प्रभु को सहित हम कथाबार्ता होछु, ख्रीष्ट को सहित हम कथा होछु। हालेलुया। बड़ बाबा पुनर्बार से पद। हां। पुणी तुमने जे आमମାନଙ୍କ सेवाରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ। यस। हां। ଏହା ପ୍ରକାଶ ପାଉଅଛି। ହାଲେଲୁୟା। କିଛି ବିଷୟ ଦୁର୍ବଳ ଅଛି, କିନ୍ତୁ ଏହା ପ୍ରକାଶ ପାଉଅଛି ମଣ୍ଡଳୀ ମଧ୍ୟରେ। ତାହା ସେହି ବାକ୍ୟ ପ୍ରକାଶ ପାଇବା ଦରକାର ଅଛି। ହାଲେଲୁୟା। କି ପ୍ରକାର ଭାବରେ ତୁମେ ମାନେ ନିଷ୍କଳଙ୍କ ନିର୍ଦାଗ ହେଇ ଧର୍ମ ପରାୟଣ ସ୍ତ୍ରୀ ଭାବରେ ଦେଖାଯାଅ। प्रेज द लॉर्ड। राजी जा बोल बोलिया तुम्हें दुर्गा बोलिया देखा जाओ प्रभु कहले, सेमती कहले कि? प्रेज द लॉर्ड। असुचि विषय बोलिया देखा जाओ बोल कहले नहीं, आम मान को एकदम धर्म परायण सुबुद्धि सुपरिपाटी एक गुणवती स्त्री भाव देखा जाओ। हालेलुया। केते बेले देखा जिबा जेते बेले एई लिखित वाक्य आम पाखरे मूर्तिमान हो। प्रेज द लॉर्ड। हालेलुया। जेतेबेले एई लिखित वाक्य आम पाखरे मूर्तिमान होबो आउ आमे माने संपूर्ण प्रभुंको परि देखा जिबा। हालेलुया। प्रेज द लॉर्ड। एई पद सुनी गर्व करो नाही। हालेलुया। प्रभुंको परि देखा जिबो, अर्थात प्रभु यीशुंकर
ଚରିତ୍ର ତାହାଙ୍କର କାର୍ଯ୍ୟ ତାହାଙ୍କର ଗୁଣ କି ପ୍ରକାର ଥିଲା ଆମମାନଙ୍କୁ ମଧ୍ୟ ସେଇ ଜୀବନ ଆଣିବା ଦରକାର ଅଛି। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ସେଥିପାଇଁ ସେ କହୁଛନ୍ତି କ'ଣ କହୁଛନ୍ତି ଏହି ପତ୍ର ତୁମମାନଙ୍କ ଖ୍ରୀଷ୍ଟଙ୍କ ସ୍ୱରୂପ ଏଇ ପତ୍ର ଅଟେ ଆଉ ଏଇ ପତ୍ର କ'ଣ ହେବାକୁ ଅଛି ତୁମ ଜୀବନରେ ମୂର୍ତ୍ତିମାନ ହେବାର ଅଛି ଜୀବନ ପାଇବାର ଅଛି। ହାଲେଲୁୟା। ଲିଖିତ ବାକ୍ୟ କ'ଣ ଜୀବିତ ନୁହଁ କିନ୍ତୁ ଏଇ ପତ୍ର ଶବ୍ଦ ଆମ ପାଖରେ ଜୀବନ ପାଇବାର ଅଛି। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ଏ ପ୍ରକାର ଆମେ ରହିବା ଏ ପ୍ରକାର କାର୍ଯ୍ୟ କରିବା ଏଇ ପଦଟା ବାଇବଲ ଲେଖାଯାଇଛି ସେଇ ପତ୍ର ସେଇ ପଦ ପଢ଼ିବା ବେଳେ ସେଇଟା କ'ଣ ହେଇଛି ଗୋଟେ ମୃତ୍ୟୁ ପ୍ରାୟ ଦେଖାଯାଉଅଛି କିନ୍ତୁ ଯେତେବେଳେ ପଢ଼ିକି ତାହା ହୃଦୟରେ ନେଉଛୁ ତାହା ଜୀବନ ପାଉଅଛି। ହାଲେଲୁୟା। ତିନି ପଦ ପୁନର୍ବାର ପଢ଼ନ୍ତୁ। ପୁଣି ତୁମମାନେ ଯେ ଆମମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ ୟେସ୍ ଏହା ପ୍ରକାଶ ପାଉଅଛି ତାହା କାଳିରେ ଲିଖିତ ନୁହେଁ। ୟେସ୍ ହାଲେଲୁୟା। ଏଇ ବାକ୍ୟ ମୁଁ ପଦେ କାଳିରେ ଲେଖିଥିବା ବାକ୍ୟ ପଢ଼ିଲି। ପ୍ରେଜ୍ ଦ ଲର୍ଡ। ଯେତେବେଳେ ଆମେ ଲେଖିଥିବା ବାକ୍ୟ କାହିଁରେ ଲେଖା ହେଇଛି କାଳିରେ ଲେଖା ହେଇଛି ଭାଇ କିନ୍ତୁ ତାହା ଯେତେବେଳେ ପଢ଼ୁଛୁ ତାହା ଜୀବନ ପାଉଅଛି। ହାଲେଲୁୟା বুঝে হালেলুয়া ব্রিসা মানে রাতু আজ সালা পড়ে মাসু এ পড়ে না পদ্ধতি না দেসলা বেনি মাসু মাই হৃদয়ের জীবন পাই মানে হালেলুয়া প্রেজ দ্য লর্ড হালেলুয়া রন্ডা বিষয় না ছুটিয়া বিষয় আনবে স্পেশাল মার্ক কি নাই जो রন্ডে বেতসেদা পুষ্করণী ইনা রন্ডে জায়গা মাসে বেতসেদা বেতসাইদা ଆଉ ଇ ପୁଷ୍କରଣୀତା ରୁଆଁଜୁ শুষ্কঙ্গ মানে সম্পূর্ণ শয্যাশায়ী আদান লোক মাসেন আসন্তু টিকে পড়িবা জহন পুস্তক 5 পর্ব 2 এবং 4 2 পদ 4 পদ পড় জহন 5 পর্ব জেরুসালেমର ମେସୁଜାର ନିକଟରେ यस ଗୋଟିଏ ପୁଷ୍କରିଣୀ ଅଛି। हां ଏଭ୍ରି ଭାଷାରେ ତାହାକୁ ବେତ୍ସେଦା ବୋଲି କହନ୍ତି। एव्री भाषा ताहाकू कोन कहंती बेतसेदा बोली कहंती। हालेलुया प्रेज द लॉर्ड हालेलुया যদি নেজু ই বাক্য যদি নাই জীবন তানি নাই হৃদয় তানি জীবন পান দিছিতে আজ বর্ষ তো মান গিদেতা ভাই দুনা সাজি দুনাসু কিন্তু পরিবর্তন আরম্ভ হইছে। হালেলুয়া ଗୋଟେ ঘটনা মানে এই ঘটনা ଆଉ ଭାଇ ବ୍ରାନାମ এই সুন্দর ভাবে এই পদ দিনা হানে রেসিপি মানে जो কোন হেলা মা সেইটা পদ ତାହାର ପାଞ୍ଚଟି ମଣ୍ଡପ ତାହାର 5ଟି ମଣ୍ଡପ ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ ହଁ। ଅନ୍ଧ ହୁଁ। ଭଞ୍ଜ ଓ ସୁସ୍ଥାଙ୍ଗ ପଡ଼ି ରହୁଥିଲେ। यस ସେମାନେ ଜଳ ସଞ୍ଚରଣ ଅପେକ୍ଷାରେ ସେମାନେ ଜଳ ସଞ୍ଚଳନ ଅପେକ୍ଷାରେ ରହୁଥିଲେ। ରହୁଥିଲେ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆଉ ସେଇ ଜାଗାରେ କ'ଣ ହଉଛି ଦିନେ ଦିନେ ଜଳ ସଞ୍ଚାଳନ ହଉଛି ଅର୍ଥାତ ଉପରୁ ସ୍ୱର୍ଗରୁ ଜଣେ ଦୂତ ଆସିକି ସେ ଜଳକୁ ସେ ଢଳାଉଛନ୍ତି ଚିତ୍କାର ମାନେ ଏମିତି ଢଳାଉଛନ୍ତି ସେଇ ସମୟରେ ଯୋଉମାନେ ସେଇ ପୁଷ୍କରଣୀକୁ ଯାଉଥିଲେ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଯୋଉମାନେ ସେଇ ପୁଷ୍କରଣୀରେ ଆଉ ସେଇ ଜଳ ଭିତରକୁ ପ୍ରବେଶ କରୁଥିଲେ ସେମାନେ ସୁସ୍ଥ ହଉଥିଲେ। ତଳେ ଲେଖାଯାଇଛି ପଢନ୍ତୁ ଭାଇ ପଢନ୍ତୁ। କାରଣ କୌଣସି ସମୟରେ କୌଣସି ସମୟରେ ୟେସ୍ ପ୍ରଭୁଙ୍କର ଜଣେ ଦୂତ ଗୁଡ୍ ପୁଷ୍କରିଣୀରେ ଅବତରଣ କରି ଜଳ ପଙ୍କାଉଥିଲେ। ହାଲେଲୁୟା ସେଇ ଜଳରେ କିଏ ପୁଷ୍କରଣୀରେ କିଏ ଜଳ କମ୍ପାଉଥିଲେ ପ୍ରଭୁଙ୍କର ଜଣେ ଦୂତ। ହାଲେଲୁୟା ଏହା ସତ୍ୟ ଘଟଣା ସେଇ ସମୟରେ ଏଟା ଘଟଣା କିନ୍ତୁ ଆଜି ମଧ୍ୟ ସେଇ ପୁଷ୍କରଣୀରେ ଜଣେ ପ୍ରଭୁଙ୍କର ଦୂତ ଜଳକୁ କ'ଣ କରୁଛନ୍ତି ଦହଲାଉଛନ୍ତି। ହାଲେଲୁୟା ସେଇ ଜଳ କୁଣ୍ଡର ଥିବା ଜଳ ନୁହଁ ଏଇ ବାକ୍ୟ ରୂପୀ ଜଳ। ହାଲେଲୁୟା ହାଲେଲୁୟା ମାନେ ଜୀବନ ପାଇବା ମୂର୍ତ୍ତିମାନ ଜୀବନ ସେଇ ମୃତ୍ୟୁ ଥିବା ସେଇ ଅକ୍ଷର ଜୀବନ କେମିତି ପାଉଛି ମୁଁ ସେଇ ବିଷୟକୁ ମୁଁ ଦେଇ କହୁଛି। ହାଲେଲୁୟା ପ୍ରେଜ୍ ଦ ଲର୍ଡ ଆବା ସୁଜା କୋନା ପଢ ତାପରେ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା ୟେସ୍ ସେ ଯେକୌଣସି ରୋଗରେ ପ୍ରେଜ୍ ଦ ଲର୍ଡ ହାଲେଲୁୟା ସେ କୋଉ ମୁହୂର୍ତ୍ତରେ ମଧ୍ୟ ପ୍ରଭୁ ଖ୍ରୀଷ୍ଟିଆନ ହେଇଥାଉ କିନ୍ତୁ ତାହା ପାଖରେ ସେଇ ଜଳ ସଞ୍ଚାଳନ ନାହିଁ ସେଇ ପତ୍ରୀ ଯଦି ଜୀବନ ନାହିଁ ତାର ଉଦ୍ଧାର ନାହିଁ। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ତାପରେ କମ୍ପୁଥିଲା ତାପରେ ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା। ହାଲେଲୁୟା ଏହା ସତ୍ୟ ଘଟଣା। ହାଲେଲୁୟା ଏହି ସମୟରେ ଆମକୁ ଭବିଷ୍ୟବକ୍ତା ଏହି ବିଷୟକୁ ନେଇକି କହୁଛନ୍ତି ତଳକୁ ପଡ଼ମା ସେଠାରେ 38 ବର୍ଷାବଧି ରୋଗଗ୍ରସ୍ତ ଜଣେ
ଥିଲା କେତେ? ହାଲେଲୁୟା। 38 ବର୍ଷ ସେଇ ପୁଷ୍କରଣରେ ବସିକି ରହୁଥିବା ଜଣେ ଜଣେ ପକ୍ଷାଘାତୀ ରୋଗରେ ପୀଡ଼ିତ ଲୋକ ଥିଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ହଁ, ତାପରେ ହଁ, ଯୀଶୁ ତାକୁ ଯୀଶୁ ତାକୁ ପଡ଼ି ରହିଥିବା ଦେଖି ପଡ଼ି ରହିଥିବା ଦେଖି ବହୁ କାଳର ରୋଗୀ ବୋଲି ଜାଣି ୟେସ୍, ହଁ, ପଚାରିଲେ, ତାକୁ ପଚାରିଲେ। ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଛ? ହାଲେଲୁୟା। ଆଜି କ'ଣ ଆମେ ସେଇ ସମୟ ଜଗି କରୁଛୁ କି ପ୍ରଭୁ ମୋତେ ଆସିକି ତୁମେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଛ ବୋଲି କହିବୁ? ହାଲେଲୁୟା। ସେଇ ସମୟ ଚାଲି ଯାଇଅଛି ମୋର ପ୍ରିୟ ମାନେ। ପ୍ରେଜ୍ ଦ ଲର୍ଡ। ଆଜି ଏଇ ବାକ୍ୟ ଆମ ପାଖରେ ଜୀବନ ଆସିବାର ଅଛି, ଜୀବନ ଆଣିବାର ଅଛି। କାରଣ ଯେଉଁ ଜଳ ଥିଲା, ଯେଉଁ ଜଳ ସେଇଠି ଆଉ ସମ୍ପୂର୍ଣ୍ଣ ଭୂମି ମାନେ କମ୍ପିତ ହେଉଥିଲା, ଯେଉଁ ଦୂତ ଆସି କମ୍ପମାନ କରୁଥିଲା, ତାହାର ସେଇ ଶକ୍ତି ଆଜି ତାହା ସହିତ ଠିଆ ହେଇଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଜି ମଣ୍ଡଳୀ ମଧ୍ୟରେ ଏଇ ବାକ୍ୟ ଆଜି ସମ୍ପୂର୍ଣ୍ଣ ମୂର୍ତ୍ତିମାନ ହେଇଯାଇଛି ମୋର ପ୍ରିୟ ମାନେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। 38 ବର୍ଷ ପର୍ଯ୍ୟନ୍ତ ବିଶ୍ୱାସୀ ଭାବରେ ଖାଲି ନାଁକୁ ଗଣିତ ହେଲେ ହବ ନାହିଁ, ରେଜିଷ୍ଟ୍ରି ନାମ କଲେ ହବ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏଇ 38 ବର୍ଷ ଜଣେ ଏଇ ଅସୁସ୍ଥ ଲୋକ, ୟାକୁ କ'ଣ ବାନ୍ଧିକି ଥିଲା? ବ୍ୟବସ୍ଥା ବାନ୍ଧିକି ଥିଲା। ହାଲେଲୁୟା। ଭାଇ ଭଉଣୀ କହୁଛନ୍ତି ବ୍ୟବସ୍ଥା ବାନ୍ଧିକି ଥିଲା ତାକୁ। କ'ଣ? ବର୍ଷ ତମାମ ଯାଅ ଏଇଟା କର, ବର୍ଷ ତମାମ ଯାଅ ସେଇଟା କର। ସେଇ ବ୍ୟବସ୍ଥାକୁ ଆବଦ୍ଧ କରି ତାକୁ ବାନ୍ଧିକି ଥିଲା। କିନ୍ତୁ ବ୍ୟବସ୍ଥା ଯେ ସମ୍ପୂର୍ଣ୍ଣ ଭାବେ ଆମ ପାଇଁ ସହଜ ହେଇଛି ଏହି ବିଷୟ ସେ ଜାଣିପାରିଲା ନାହିଁ। ହାଲେଲୁୟା। ପ୍ରଭୁ ସେଥିପାଇଁ କହିଲେ ନିକୋଦିମକୁ, ନିକୋଦିମ ତମେ କ'ଣ କର? ତମକୁ ପୁନର୍ଜନ୍ମ ପାଇବାକୁ ହବ। ପ୍ରେଜ୍ ଦ ଲର୍ଡ। କେମିତି ହବ? ମୁଁ ଆଉ ମାତାଙ୍କ ଗର୍ଭରେ ପ୍ରବେଶ କରିବି କି? ନିକୋଦିମ କହୁଛନ୍ତି ନା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। आज गुले लोग की केरल पुना मा की बात है। हालेलुया। निकोदिम पेन वेस्टेनेगा पेन बा पदरना देस्पिना तमको पुनर्जन्म पाइबाको हो ताहानो मु माताको गर्भ प्रवेश करी जन्म गर एटा कहली नै। तमको कोन जन्म करिया पड़िबो? जल एवं आत्मा रे। हालेलुया। सेई पुस्तक रे कोन थिला? जल थिला। एई जल कोन? प्रभुकर वाक्य थिला। हालेलुया। प्रेज द लॉर्ड। कोन थिला? सेई जल वाक्य थिला। प्रेज द लॉर्ड। ए वाक्य जेतबे ता पाको कासु अछि। हालेलुया। ताकू से पचाउछंती भाई तमर कोन असुविधा हैला? नाही आज्ञा दूत आसुछंती जल को से कोन कहउछंती दौलाउछंती किंतु मते टेकी जीवा लोक केही ना। हालेलुया। किंतु से लोक प्रभुंकर पूर्व निरूपित बीज थिला भाई। हालेलुया। से प्रभु ता पाको चाली चाली गले भाई तमर कोन असुविधा हिची। हालेलुया। आज हम पाको सेही प्रभु सेही वाक्य रूपी प्रभु हम सहित चाली रहिचंती मोर प्रिय माने। प्रेज द लॉर्ड। हालेलुया। मंडली मध्यरे पारिवारिक माध्यमरे व्यक्तिगत माध्यमरे प्रभु संपूर्ण परिष्कृत करिया पाए मूर्तिमान करिया पाए चाहू। प्रेज द लॉर्ड। हालेलुया। मु सेही मूर्तिमान दृष्टांत विषय कहू। से 38 बदी से लोकटा कौन है माता पर कौन है जिते से वाक्य अर्थात से जल ताक से जल निश्चय ताकू देथिले। हालेलुया। पढ़ भाई। हाँ। रोगीटी ताहाकु उत्तर देला महाशय। हालेलुया। मुख्यमंत्री को नहीं कि प्रधानमंत्री को नहीं स्वयं प्रभु जीसु सेठार अछंती। प्रेज द लॉर्ड। हालेलुया। बुझे ना सु। हालेलुया। पेनु नेजु मांगे बेनी मानजु 38 बासारी ए 38 वर्ष एडे पक्षाघात आदामासी ए आ भाई पेनु बेनी मानजु जीसु बेस्ती नेजु तुमे कोन इच्छा करू अछो। प्रेज द लॉर्ड। हालेलुया। तुमे कोन इच्छा करू अछो से कोन कहला पढंतु। हां। जळ कंपिबा समय रे यस मते पोखरी भीतर को भेनी जिया पई मोहर केही नाही। ओ हालेलुया। मते पोखरी को नहीं जीवा पाई केही नाही। हालेलुया। हां तापरे हां पढंतु। जाऊ जाऊ हां अन्य जणे मो आगरो पसी जाए। यस अन्य जणे मो आगरो पसी जाए मु जाई पारे नाही। प्रेज द लॉर्ड। हालेलुया। हालेलुया। एई कष्ट एई दुख ता पई थिला तापरे पढंतु। हां जीसु ताकू कहिले उठ तुमरो खटिया घिनी चलो।
ହାଲେଲୁୟା। ସେଇ ଜଳରେ ବୁଡ଼ିବା ଦରକାର ନାହିଁ, ତମକୁ ଆଉ ସେ ପୁଷ୍କରଣରେ ଡେଇଁବା ଦରକାର ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆରେ ସେଇ ସୁସ୍ଥକାରୀ, ସେଇ ପ୍ରଭୁ, ସେଇ ଦୂତ, ସେଇ ଜଳ କେହି ନଥିଲେ, ତାହା ତ ବାକ୍ୟ ରୂପୀ ଦେହବନ୍ତ ପ୍ରଭୁ ଯୀଶୁ ଥିଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଜି ଏଇ ବାକ୍ୟ ଆମ ପାଇଁ ଗୋଟେ ମୃତ୍ୟୁପ୍ରାୟ ବାକ୍ୟ ଅଛି, କିନ୍ତୁ ଏହା ପଢିବା ସମୟରେ ଏଇ ବାକ୍ୟ ଆମ ପାଖରେ ଜୀବନ ପାଇବା ଦରକାର ଅଛି। ହାଲେଲୁୟା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଜୀବନ ପାଇବା ଦରକାର ଅଛି। ଆମେ ଷ୍ଟଡି କରୁଛୁ, ଆମେ ପ୍ରତ୍ୟେକ ସମୟରେ ଆସୁଛୁ, ଗୋଟେ ଖାତା ଧରୁଛୁ, ନୋଟ କରୁଛୁ, ପଦ ଲେଖୁଛୁ, କିନ୍ତୁ ସେଇ ପଦର ବାକ୍ୟ ମତେ ଜୀବନରେ ଆଜି କଣ କଲା, ମୋ ଜୀବନକୁ ପରିବର୍ତ୍ତନ କଲା କି ନାହିଁ? ହାଲେଲୁୟା। ମୁଖ୍ୟ ବିଷୟ ହଉଛି ଏଇଟା। ପ୍ରେଜ୍ ଦ ଲର୍ଡ। ସେ ଲୋକ କଣ କଲା? ଉଠିଲା। ହାଲେଲୁୟା। ଅର୍ଥାତ ଯେଉଁ ଜଳ ସେ ପାଇଥିଲା, ଯେଉଁ ଜଳ ସେ ଜଳ କମ୍ପୁଥିବା ସମୟରେ ଯେଉଁ ଲୋକ ସେଇ ଜଳକୁ ଛୁଁଥିଲେ ସୁସ୍ଥ ପାଉଥିଲେ, ଆଜି ସେଇ ଜଳ ତା ପାଖକୁ ଆସିଅଛି। ହାଲେଲୁୟା। ଆଜି ଆମମାନଙ୍କ ପାଇଁ ଏଇ ଲିଖିତ ପତ୍ରୀ ଆଜି ଆମ ଜୀବନରେ ସମ୍ପୂର୍ଣ୍ଣ ଜୀବନ ପାଇବା ଦରକାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ଦେଖୁଛୁ ଆମେ ମାନେ ସେ କଣ କଲେ? ସେ ଉଠିଲେ ଏବଂ ଚାଲିଗଲେ। ସେ ପ୍ରେଜ୍ ଦ ଲର୍ଡ। ଉଠିକି ଚାଲିଗଲେ ମୋର ପ୍ରିୟ ମାନେ, ଆଉ ସେ ଜୀବନ ପାଇଲେ, ଆଉ ସେ ଜୀବନ ପାଇ ସେ ଆନନ୍ଦ ଉଲ୍ଲାସ ହୋଇ ନାଚି ନାଚି ଚାଲିଗଲେ। ପ୍ରେଜ୍ ଦ ଲର୍ଡ। ସେଇ ପ୍ରକାର ଭାବରେ ଆଜି ଆମମାନଙ୍କ ପାଖରେ ସେଇ ଲିଖିତ ପତ୍ରୀ, ଯୋଉ ମୃତ୍ୟୁ କାଳିରୁ ଲେଖିଥିବା, ଗୋଟେ କଲମରେ ଲେଖିଥିବା ପତ୍ରୀ ଆଜି ଆମ ପାଖରେ ଜୀବନ ପାଇବା ଦରକାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେଇ ଜୀବନ ପାଇଲା କି ନାହିଁ? ହାଲେଲୁୟା। ଆଜି ସେଇ ଖ୍ରୀଷ୍ଟ जो पक्षाघाती 38 वर्ष पर्यंत आबद्ध होइथिबा लोक से उद्धार पाई निज खटिया गिनी चलीगला। ठीक से प्रकार भाव मंडली मध्य आमे जेतेबेले संपूर्ण संयुक्त होउछु ख्रीष्टन को शरीर रूपी हेबा पाई आमे प्रस्तुत हेबा दरकार अछि। हालेलुया। केमिति होबो? केतेक जन जेतेबेले आमर एठे समस्या हे गला, अनेक लोक माने बैकस्लाइड हे गले, मते दिने जने कहिला हाँ पितर बोली अस्वीकार कले, आम माने कौन कहीं प्रेज द लॉर्ड। हालेलुया। कहीं पितर थरे करथिले जेतेले प्रकाश तापक आसिला से कला कि भाई कला कि आउ आमे तळ केबे देखिछो तांकर पितरंकर अस्वीकार विषय जेतेले से तुमे ख्रीष्ट परमेश्वर पुत्र बोली स्वीकार करछथि सेते ता पाखे प्रकाश आछि। हालेलुया। अर्थात सेही प्रभु ता जीवन रे मूर्तिमान होचंती, आउ से बे पितर नुमंती प्रभु ता सहित गमन गमन करछंती। हालेलुया। प्रेज द लॉर्ड। तापरे आमे चारि पद पढिबा मे हां परंतु हां आउ से 3 रो 4 द्वितीय कोरिन्थियो 3 पर्व 4 पद पढ। आउ ख्रीष्टन को द्वारा निर्भर रखी हाँ आमुमानकर एही प्रकार विश्वास अछि। ओ हालेलुया। ଏହା କରନ୍ତି मंडली को जो प्रभु प्रेरित पाउलों को द्वारा एही सेमानंकु एनकरेज करी वाक्य उत्साह दउछ। प्रेज द लॉर्ड। ताहा खाली करंती खाली नुह आज ए रायपल्ली मंडली मध्य ताहा प्रकाशित हेउछ। हालेलुया। रायपल्ली मंडली ताहा जी संपूर्ण सही वाक्य को रिसीव करी परिवर्तन हेउ पाइ चाहूछ। प्रेज द लॉर्ड। हां 6 पद पढंतु। हां से तो आमुमानकु अक्षरर सेवक करिनांती। यस 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 हालेलुया। कोन करछंती 5 पद साइलो कि मा 5 पद पढ। हां आमे माने जे निज ठारो किछि उद्भावन करिबाकु समर्थ एपरि नुहे ए परि के नुहे। हालेलुया। आमे माने किछि भी निज द्वारा आमे उद्भावन करिबु नै। मु प्रति खाली गुटे मेसेज सुनुथिली, आउ सेठे से कहिले अचानक से कहिले गोटे पदटा कहिला जनकर जेतेबेले एलियोंकर आत्मा एई जगत को 5 थर गमन करूछि। हालेलुया। प्रेज द लॉर्ड। सेही प्रकार भाबरे होय तो जणे पितर जणे किंतु ताहार पत्री 3टा ना द्वितीय पितर ए प्रकार अछि। जहन जणे किंतु ताहार प्रथम द्वितीय तृतीय अछि, किंतु से जणे अटंती। प्रेज द लॉर्ड। हालेलुया। 3 जण हे परिबे कि नाही, किंतु सेही आत्मा गोटे आत्मा ही सेवा कार्य करे। ठीक सेम प्रोसेस रे एलियोंकर आत्मा इलिसाय पाको आसिला परे इलिसाय आउ इलिसाय लोकंको जगत रे से इलिसाय बोले देखा गले, किंतु भाई किंतु ताहा को जो गाइड करतला कार्य करतला ताहा कहार आत्मा थिला
ଏଲିୟର ଆତ୍ମା ଥିଲା। ହାଲେଲୁୟା ହାଲେଲୁୟା। ଯେତେବେଳେ ଆମେ ସେବା କାର୍ଯ୍ୟ ଦେଖି ଦେଖୁଅଛୁ ଆଉ ସେବା କାର୍ଯ୍ୟ ଦେଖି ଆମେ ଜଣକୁ ପ୍ରେରିତ କହିପାରୁଅଛୁ, ଜଣକୁ ଭବିଷ୍ୟବକ୍ତା କହିପାରୁଅଛୁ, ଜଣକୁ ଆମେ ପାଳକ କହିପାରୁଅଛୁ, ଜଣକୁ ଆମେ ଶିକ୍ଷକ କହିପାରୁଅଛୁ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଏମାନଙ୍କର ଶିକ୍ଷା ଦେବାର ଗୋଟେ ଭାଗ ଅଲଗା ଅଲଗା ଅଟେ। ସେହି ପ୍ରକାର ଭାବରେ ଆମମାନଙ୍କ ଜୀବନରେ ଏହି ପ୍ରକାର ବିଷୟ ପ୍ରଭୁ ଆମକୁ ଶିକ୍ଷା କରନ୍ତି। 5 ପଦ ପଢ଼ନ୍ତୁ। ଆମ୍ଭେମାନେ ଯେ ନିଜଠାରୁ କିଛି କରିପାରିବା ନାହିଁ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ନିଜଠାରୁ ଆମେ କିଛି କରିପାରିବା ନାହିଁ, କିନ୍ତୁ ପଢ଼ନ୍ତୁ। ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମମାନଙ୍କର ସାମର୍ଥ୍ୟ ଈଶ୍ୱରଙ୍କ ଠାରୁ। ହାଲେଲୁୟା। ହେଲେ ଓନ୍ଲି ୱାନ୍ ଜଣେ ହିଁ ଆମମାନଙ୍କୁ ସମସ୍ତ ଶକ୍ତି ଦେବାର ଉଦ୍ଧାରକର୍ତ୍ତା ଏହି ଲିଖିତ ପତ୍ରୀ ଆଜି ଜୀବନ ପାଇଁ ଆମ କାର୍ଯ୍ୟ କରୁଅଛି। ହାଲେଲୁୟା ହାଲେଲୁୟା। ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ଯେତେବେଳେ ଆମେ ବାକ୍ୟ ଶୁଣୁଛେ, ସେହି ବାକ୍ୟ ଯଦି ମୋ ଜୀବନକୁ ଯାଇକି ମୋତେ ଯଦି ପବିତ୍ର କଲା ନାହିଁ, ତାହା ମୃତ୍ୟୁକା, ସେଇଟା ଜୀବନ ନାହିଁ। ହାଲେଲୁୟା। ଆଜି ପର୍ଯ୍ୟନ୍ତ କାଳିରେ ଲେଖିଥିବା 66 ପୁସ୍ତକର ପଦ ଯାକକ ଅଛି, ଆଉ କିଛି ନାହିଁ। କିନ୍ତୁ ସେହି ପଦର ଯଦି ଅର୍ଥ ଯଦି ମୋତେ ପରିବର୍ତ୍ତନ କଲା, ତାହା ଜୀବନ ପାଇଲା ବୋଲି ଦେଖ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ତାପରେ ପଢ଼ନ୍ତୁ ତଳେ। ସେ ତ ଆମମାନଙ୍କୁ ଅକ୍ଷରକ ସେବକ କରିନାହାନ୍ତି। ୟେସ୍, ଗୁରୁତ୍ୱପୂର୍ଣ୍ଣ। ହାଲେଲୁୟା। ସେ ତ ଆମମାନଙ୍କୁ ଅକ୍ଷରର ସେବକ କରିନାହାନ୍ତି। ହାଲେଲୁୟା। ଆମେ ସଣ୍ଡେ ସ୍କୁଲରେ ପଢୁଥିବା ବେଳେ ସଣ୍ଡେ ସ୍କୁଲରେ ଆମେ ଶିକ୍ଷା କରୁଥିଲୁ, କାଲି ସୁନା ପଦ ଯାକ ମୁଖସ୍ଥ କରି ଆସିବ, କିଏ ବେଶୀ କହିବ ତାକୁ ପ୍ରାଇଜ ମିଳିବ। ହାଲେଲୁୟା। ଆମେ ସାନ ସାନ ପଦ ଯାକ ଯୀଶୁ କାନ୍ଦିଲେ, ଜହନ 11:35, କାରଣ ଈଶ୍ୱର ଜଗତକୁ ପ୍ରେମ କଲେ ଯେପରି ଯେ ତାଙ୍କ ଜହନ 3:100 ମାଗ ଦିଆଯିବ। ହାଲେଲୁୟା। ଏହି ପଦ ଯାକ କହିଲେ ଆମେ ଘୁଷିଥିଲୁ, ଅର୍ଥାତ ଏହାର ଜୀବନ ନାହିଁ, ଖାଲି ଆମେ ଘୁଷିକି ଯାଉଥିଲୁ। ଆମେ ସେତେବେଳେ ଆମେ କିଛି ବିଷୟ ଏହି ବିଷୟ ଆମେ ଜାଣିପାରିନଥିଲୁ। ହାଲେଲୁୟା। ଯୀଶୁ କାନ୍ଦିଲେ, କ'ଣ ପାଇଁ କାନ୍ଦିଲେ, କ'ଣ ବିଷୟ ଥିଲା, ତାହା ଆମକୁ ଅନୁଭବ ବୁଝିବାକୁ, ତା ଗଭୀର ବିଷୟକୁ ଆମେ ଜାଣିବାର ଅଛି। କିନ୍ତୁ ଏହି ସମୟରେ ପରିପକ୍ୱ ଜୀବନ ଆମେ ପାଇଅଛୁ, ତାହା ଆଜି ଆମ ଜୀବନରେ ଜୀବନ ଆଉ ସେଇ ମୃତ୍ୟୁର ସେଇ କାଳିର ଅକ୍ଷର, ଯୋଉଟାକି ମୃତ୍ୟୁ ପ୍ରାୟ ଅକ୍ଷର ଥିଲା, ତାହା ଜୀବନ ପାଇଅଛି। ହାଲେଲୁୟା। ପଢ଼ ସେଇଟା ପୁନର। ସେ ତ ଅକ୍ଷରର ସେବକ କରିନାହାନ୍ତି, ମାତ୍ର ଆତ୍ମାଙ୍କ ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛି। ୟେସ୍ ହାଲେଲୁୟା। ନିକୋଦିମ ବଡ଼ ବଡ଼ ପାଟି କରି ପଳେଇଲା। ପ୍ରଭୁ କହିଲେ ପୁନର୍ଜନ୍ମ ପାଇବାକୁ ପଡ଼ିବ ଭାଇ। ପ୍ରେଜ୍ ଦ ଲର୍ଡ। ଗର୍ବ କର ନା 30 ବର୍ଷ ଖ୍ରୀଷ୍ଟିଆନ ବୋଲି, ଗର୍ବ କର ନା 38 ବର୍ଷ ଖ୍ରୀଷ୍ଟିଆନ ବୋଲି। ହାଲେଲୁୟା। ସେ ପକ୍ଷାଘାତୀ ରୋଗର ପରିସ୍ଥିତି ଆତ୍ମିକ ଭାବରେ ଏଇଟା ହିଁ ଥିଲା, କିଛି ନଥିଲା। ପ୍ରେଜ୍ ଦ ଲର୍ଡ। କିଛି ନଥିଲା, ଏଇଟା ହିଁ ଥିଲା ମୋର ପ୍ରିୟମାନ। ଭବିଷ୍ୟବକ୍ତା ତାହା କହୁଛନ୍ତି, ଏହା ହିଁ ତାର 38 ବର୍ଷର ଘଟଣା ଥିଲା। ତା ପାଖରେ ଜୀବନ ପରିବର୍ତ୍ତନ, ମାନେ ସେ ମୂର୍ତ୍ତିମାନ ହେଇନଥିଲା, ସେଇ ବାକ୍ୟର ଲିଖିତ ବାକ୍ୟ ମୂର୍ତ୍ତିମାନ ହିଁ ହେଇନଥିଲା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସଣ୍ଡେ ସ୍କୁଲ ଆମେ ପଦ ଯାକ ମୁଖସ୍ଥ କରୁଥିଲୁ, କ'ଣ ପାଇଁ? ଗୋଟେ ହିଁ ଲକ୍ଷ୍ୟ ଥିଲା ମୋର, ପ୍ରାଇଜରେ। ହାଲେଲୁୟା। ଆମେ କିଛି ଜାଣିନଥିଲୁ, ସାନ ପିଲା ଥିଲୁ ଆମେ। ପ୍ରାଇଜରେ କେବେ ତ ଆମର କେବେ ମନୋରଞ୍ଜନ ଫାଷ୍ଟ ହେଉଥିଲା, ନହେଲେ ତ ମଳୟ ଫାଷ୍ଟ ହେଉଥିଲା, ଆଉ ନହେଲେ ଆଉ ଅର୍ପା ଝିଅ, ଏ ପ୍ରକାର ଆମେ ପୁରା କମ୍ପିଟିସନ୍ ଆମେ ଧରିକି ମାନେ ଜଗିକି ଥିଲୁ। କିନ୍ତୁ ଏହି ସମୟରେ ପ୍ରଭୁ ଆଉ ସେ ବିଷୟ ଚାହାନ୍ତି ନାହିଁ। ଏବେ ଆମକୁ ଆତ୍ମିକ ଶିକ୍ଷାରେ ପ୍ରଭୁ ଆମକୁ ଆଗକୁ ନେବା ଚାହୁଁଛନ୍ତି। ହାଲେଲୁୟା। ମୁଁ ଆଉ ତୁମମାନଙ୍କୁ ଦୁଗ୍ଧ ପାନ କରିବା ପାଇଁ ଦେବି ନାହିଁ। ଏହି ସମୟର ପରିପକ୍ୱ ଖାଦ୍ୟ ହେଉଛି ମୂର୍ତ୍ତିମାନ ହେବାର ବାକ୍ୟ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୂର୍ତ୍ତିମାନ ହେବାର ବାକ୍ୟ, ମୂର୍ତ୍ତିମାନ ହେବାର ବାକ୍ୟ ଅଟେ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ସେ କହୁଛନ୍ତି ଅକ୍ଷରର ସେବକ ହେବାକୁ ନାହିଁ, ପଦବୀରେ ଅଟକିକି ରହିବାର ବିଷୟ ନାହିଁ। ହାଲେଲୁୟା। କିନ୍ତୁ କାର୍ଯ୍ୟରେ ଦେଖାଇବାର ଅଛି। ପ୍ରେଜ୍ ଦ ଲର୍ଡ। ମୁଁ ଗୋଟେ ବିଷୟ ଦେଖୁଥିଲି, ନିଶ୍ଚୟ ଏବେ ଆମର ଚର୍ଚ୍ଚ ଗୃହ ଚାଲିଛି। ଚର୍ଚ୍ଚ ଗୃହ ଆମର ଯେତେବେଳେ କମ୍ପ୍ଲିଟ୍ ହେବ, ଏକଦମ ବାଇବଲ ଅନୁସାରେ ମଣ୍ଡଳୀକୁ ସଜାଡ଼ିବା ନିମନ୍ତେ ପ୍ରଭୁ ଆମକୁ କଥା କହୁଛନ୍ତି। ହାଲେଲୁୟା। ବାଇବଲ ଅନୁସାରେ, ବାଇବଲରେ ଲେଖିଥିବା ବାକ୍ୟ ସବୁ ପଦ ପଦବୀରେ ଯେଉଁମାନେ ରହିବେ, ମଣ୍ଡଳୀ ମଧ୍ୟରେ 3 ଜଣ ଡିକନ୍ ରହିବା ଦରକାର ଅଛି। ମଣ୍ଡଳୀ ମଧ୍ୟରେ ଟ୍ରଷ୍ଟ, ଯେଉଁମାନେ କି ଆଉ ଟ୍ରଷ୍ଟକୁ ବୁଝୁଛନ୍ତି, ସେମାନେ ରହିବାର ଦରକାର ଅଛି।
ମଣ୍ଡଳୀ ମଧ୍ୟରେ ଜଣେ ପରିଚାରିକ ରହିବା ଦରକାର ଅଛି। ମଣ୍ଡଳୀ ମଧ୍ୟରେ ଜଣେ ପାଳକ ରହିବା ଦରକାର ଅଛି। ହାଲେଲୁୟା। ତିମୋଥୀ ପୁସ୍ତକ ଲେଖାଯାଇଛି, ଆପଣମାନେ ସେଇଠି ପଢ଼ିବେ। ସମ୍ପୂର୍ଣ୍ଣ ସବୁ ସେବା କାର୍ଯ୍ୟ ବାକ୍ୟ ରୂପୀ ସମ୍ପୂର୍ଣ୍ଣ ଜୀବନ ପାଇବା ଦରକାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ସେଥିପାଇଁ ପ୍ରଭୁ କହୁଛନ୍ତି ଆମେମାନେ ଅକ୍ଷରରେ, ଆଉ ଅକ୍ଷରକୁ ଖାଲି ପଢ଼ିକି ରହିବା ଲୋକ ନୁହଁ, ସେଇ ଅକ୍ଷରର ଶବ୍ଦ ସବୁ ଆମ ଜୀବନରେ, ଆମ ହୃଦୟରେ ଜୀବନ ପାଇବାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। 6 ପଦ ପଢ଼ମା। ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରିନାହାନ୍ତି, ୟେସ୍, ମାତ୍ର ଆତ୍ମକ ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି। ୟେସ୍, ତାପରେ କାରଣ ଅକ୍ଷର ମୃତ୍ୟୁଦାୟକ। ଓ ହାଲେଲୁୟା। ହଁ, ମୁଁ ସେଥିପାଇଁ କହିଲି ବାଇବଲର ଯେତିକି 66 ପୁସ୍ତକ ଲେଖାଯାଇଛି ଏହା ମୃତ୍ୟୁଦାୟକ, କିନ୍ତୁ ଏହା ଆଜି ବିଶ୍ୱାସୀମାନଙ୍କ ମଧ୍ୟରେ ଜୀବନ ପାଇବାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଅକ୍ଷର କ'ଣ ଅଟେ? ମୃତ୍ୟୁଦାୟକ, କିନ୍ତୁ ଏହି ବାକ୍ୟ ଜୀବନ ପାଇବାର ଅଛି। କେବେ ସିକି ଲେଖାଯାଇଥିଲା? 325 AD ସେଇ ବାକ୍ୟ କ'ଣ କଲେ? ପୁନଃସ୍ଥାପନ କଲେ। ହାଲେଲୁୟା। କ'ଣ? ଆରେ ଆପଣମାନେ ଜାଣନ୍ତି ନାହିଁ କି ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରଭୁ ଯୀଶୁ ନାମରେ ବାପ୍ତିସ୍ମ ନିଅ। ପ୍ରେଜ୍ ଦ ଲର୍ଡ। ମୃତ୍ୟୁଦାୟକ ଥିଲା ଭାଇ ଏଇଟା ସେତେବେଳେ ପର୍ଯ୍ୟନ୍ତ, ଯେତେବେଳେ ଏହି କାର୍ଯ୍ୟ ଆରମ୍ଭ ହେଲା ତାହା ଜୀବନ ପାଇଲା। ହାଲେଲୁୟା। ଏହି କାର୍ଯ୍ୟ ଯେତେବେଳେ ଆରମ୍ଭ ହେଲା ତାହା ଆମ ପାଖରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଜୀବନ ଅର୍ଥାତ୍ ତାହା ରୂପାନ୍ତରିତ ହେଲା। କାରଣ ତାହା କ'ଣ ଅଟେ? ମୃତ୍ୟୁଦାୟକ। କାରଣ ଅକ୍ଷର ମୃତ୍ୟୁଦାୟକ, କିନ୍ତୁ ମାତ୍ର ଆତ୍ମା ଜୀବନଦାୟକ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। এই ଆତ୍ମା ଆମମାନଙ୍କୁ ସେଇ ଜୀବନ ଦେଇପାରିବ। এই ଆତ୍ମା ହିଁ ସେଇ ବାକ୍ୟକୁ ସଫଳ କରିପାରିବ। ନିକୋଦିମ ସେମିତି ରହିଲେ ନାହିଁ। ଲାଷ୍ଟରେ ଲେଖାଯାଇଛି ଯୋଉ ନିକୋଦିମ କ'ଣ କଲେ? ଆଉ ସେ ପରିବର୍ତ୍ତନ ହେଲେ। ହାଲେଲୁୟା। ସେ ଜଣେ ଗୁପ୍ତ ଭାବରେ ଜଣେ ଶିଷ୍ୟ ଭାବରେ ଗଣିତ ହେଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ ଜଳ ଏବଂ ଆତ୍ମାରେ ଜୀବନ ପାଇବା ପାଇଁ ସେ ପ୍ରସ୍ତୁତ ହେଲେ। ପ୍ରେଜ୍ ଦ ଲର୍ଡ। ଆଉ ସେଇ ନିକୋଦିମ ପ୍ରଭୁଙ୍କର ଜଣେ ଗୁପ୍ତ ଶିଷ୍ୟ ଥିଲେ, ଭିତରେ ଭିତରେ ଥାଇକି ସେ ଶିଷ୍ୟ ଥିଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଜି ସେ ପ୍ରକାର ଭାବରେ ଆମମାନଙ୍କର ଜୀବନ ମଧ୍ୟ ପରିବର୍ତ୍ତନ ହେବା ଦରକାର ଅଛି। ପ୍ରଭୁ ଗୌରବ ପାଆନ୍ତୁ। 7 ପଦ ପଢ଼ନ୍ତୁ ତାପରେ। ଆଉ ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବା କାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଦେଖ ଏହି ଅକ୍ଷର ଯୋଉ ଥିଲା, ବ୍ୟବସ୍ଥାରେ ଯୋଉ ଖୋଦିତ ଥିଲା, ମଶାଙ୍କ ଦ୍ୱାରା ଯୋଉ ବ୍ୟବସ୍ଥା ନିଆଯାଇଥିଲା, ସେଇ ବ୍ୟବସ୍ଥା ଲୋକମାନଙ୍କୁ ଉଦ୍ଧାର କରିପାରିଲା ନାହିଁ। ହାଲେଲୁୟା। ହାଲେଲୁୟା। ଲୋକମାନେ ସେମିତି ହିଁ ପାପ କଲେ, ଆଉ ଥରେ ଯାଇକି ସେମିତି ହିଁ ଆଉ ନିଜକୁ ବଳି ଉତ୍ସର୍ଗ କରୁଥିଲେ, କିନ୍ତୁ ତାଙ୍କର ଉଦ୍ଧାର ନଥିଲା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯେଉଁ ମେଷ ବଳି ଯାଉଥିଲା ସେଇ ମେଷର ଆଧାର ପ୍ରଭୁ ସ୍ୱୟଂ ନିଜେ ଏଇ ଜଗତକୁ ଆସିଲେ, ଆମ ପାଇଁ ସେ ବଳିକୃତ ହେଲେ। ହାଲେଲୁୟା। ଏଇ ବକ୍ଷର ସେତେବେଳେ ଜୀବନ ପାଉଅଛି। ତାପରେ ପଢ଼ନ୍ତୁ। ଇସ୍ରାଏଲ ସନ୍ତାନମାନେ ମଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ। ଓ ହାଲେଲୁୟା। ମଶାଙ୍କ ପାଖରେ ଯୋଉ ମୁଖର ତେଜ ଆସୁଥିଲା, ଯେତେବେଳେ ପ୍ରଭୁଙ୍କ ସହିତ ସେ କଥାବାର୍ତ୍ତା କରୁଥିଲେ, ନାଇଁ କି, ସେଇ ତେଜ କେତେ ଥିଲା? କ୍ଷଣସ୍ଥାୟୀ, ଅଳ୍ପ ସମୟ। ସେଇ ତେଜ ଦେଖିବା ପାଇଁ ମଧ୍ୟ ସେମାନଙ୍କର ଧାର୍ମିକତା ନଥିଲା। ହାଲେଲୁୟା। ଏତେ ଆମଠୁ ବି ଅଧିକ ହୁଏତ ସେମାନଙ୍କର ବିଶ୍ୱାସରେ ବହୁତ ଦୁର୍ବଳ ଥିଲେ। ପ୍ରେଜ୍ ଦ ଲର୍ଡ। ଆମେ ତ ବ୍ରାଇଟ୍, ଆମେ କନ୍ୟା ଭାବରେ ଗଣିତ ହେଇଛି। ପ୍ରେଜ୍ ଦ ଲର୍ଡ। ଆମ ପାଖରେ ଅଛି, ଆମେ ଏକ୍ସଟ୍ରା ତୈଳକୁ ଆମେ ସଂଗ୍ରହ କରୁଛୁ। ଏଇ ସମୟରେ ଆମମାନଙ୍କର ପ୍ରଦୀପ କେବେ ବି ଲିଭିଯିବ ନାହିଁ, ଏହା ଗ୍ୟାରେଣ୍ଟି ଭାବରେ ଆମେ ବିଶ୍ୱାସ କରୁଛୁ। ପ୍ରେଜ୍ ଦ ଲର୍ଡ। ଏମାନେ କ'ଣ କରୁଛନ୍ତି? ଯେତେବେଳେ ମଶା ଆସୁଛନ୍ତି, ସେ ମଶା କହୁଛନ୍ତି, ଆଉ ତମେ କୁହ ନାହିଁ ତମର କ'ଣ ମୁଖରକୁ ତମେ ଆଚ୍ଛାଦନ କର, ଆମେ ଦେଖିପାରୁନୁ। ପ୍ରେଜ୍ ଦ ଲର୍ଡ। ଅର୍ଥାତ୍ କ'ଣ? ଡିସଅବିଡେନ୍ସ, ବାକ୍ୟକୁ ଅମାନ୍ୟ କରିବା, ବାକ୍ୟକୁ ତାହା ଆଡଜଷ୍ଟମେଣ୍ଟ କରିବା। କ'ଣ ଅଛି ସେ ପ୍ରକାର ହବ ନାହିଁ କି? ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ବାକ୍ୟ ଯାହା କୁହେ ତାହା ପ୍ରତି ଯଦି ଆମେ କିଛି ବିଷୟକୁ ଯୋଗ କରୁଛୁ, ଏଇ ବାକ୍ୟ ଆଜି ପର୍ଯ୍ୟନ୍ତ ମୋ ପାଖରେ ଜୀବନ ପାଇନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ତାପରେ ପଢ଼ନ୍ତୁ। ତେବେ ଆତ୍ମିକ ସେବା କାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ? ଆତ୍ମିକ ସେବା କାର୍ଯ୍ୟ
କେତେ ଯେ ଗୌରବଯୁକ୍ତ ନ ହେବ। ହାଲେଲୁୟା। ପ୍ରେରିତ ପାଉଲ ମଣ୍ଡଳୀକୁ କହୁଛନ୍ତି ଆପଣମାନେ ଯେଉଁ ପଦବୀ ପାଇଛନ୍ତି ସେଇ ପଦବୀର ସଦୁପଯୋଗୀ ବାଇବଲର ଯେଉଁ ଲିଖିତ ପତ୍ରୀ ଆପଣଙ୍କ ପାଖରେ ଜୀବନ ପାଇବା ଦ୍ୱାରା ଗୌରବ ପ୍ରକାଶ ହେଲେ ପ୍ରଭୁକୁ ଧନ୍ୟବାଦ ପାଇବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଖାଲି ନାଁକୁ 10 ଜଣଙ୍କୁ ଦେଖାଇ ଦେଲେ, ପାଷ୍ଟର ମାନଙ୍କୁ ବିଶପ ହେଇଗଲେ, କ'ଣ ଲାଭ? କିନ୍ତୁ ବିଶପ ପରି ଷ୍ଟ୍ରାଟେଜି ବାଇବଲ ଦ୍ୱାରା ନେବାକୁ ପଡ଼ିବ। ହାଲେଲୁୟା, ହାଲେଲୁୟା। ଜୀବନଶୈଳୀ ବାଇବଲ ଦ୍ୱାରା ଦେଖାଇବାକୁ ପଡ଼ିବ, ବାଇବଲ ଦ୍ୱାରା ବଞ୍ଚିବାକୁ ପଡ଼ିବ। ଏ ବାକ୍ୟ ଆଜି ସେଥିପାଇଁ ଯେଉଁମାନଙ୍କ ପାଖରେ ପରିବର୍ତ୍ତନ ନାହିଁ, ପୁନର୍ଜନ୍ମ ନାହିଁ, ସେମାନଙ୍କ ପାଖରେ ଆଜି ପର୍ଯ୍ୟନ୍ତ ତାହା ମୃତ୍ୟୁ ହେଇଯାଇଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତାପରେ ପଢ଼ନ୍ତୁ ତଳକୁ। କାରଣ ଯଦି ଦଣ୍ଡାଜ୍ଞାର ସେବା କାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବା କାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ। ହାଲେଲୁୟା। ସେତେବେଳେ ସେଇ ଆଜ୍ଞାକୁ ମାନିବା ନିତାନ୍ତ ଗୋଟେ ଗୌରବଯୁକ୍ତ ଥିଲା। କିନ୍ତୁ ଆତ୍ମାଙ୍କର ସେବା କାର୍ଯ୍ୟ, ଯୋଉଟାକି ବାକ୍ୟ ରୂପୀ ସେବା କାର୍ଯ୍ୟ, ଆଉ ସମ୍ପୂର୍ଣ୍ଣ ଯେଉଁ ବାକ୍ୟ ଜୀବନ ପାଇଛି ସେଇ ଜୀବନର ସେବା କାର୍ଯ୍ୟ କେତେ ଯେ ଗୌରବଯୁକ୍ତ ନ ହେବ। ହାଲେଲୁୟା। କେତେ ଯେ ଗୌରବଯୁକ୍ତ ନ ହେବ, ସେଥିପାଇଁ ଆମମାନଙ୍କୁ କ'ଣ କରିବାକୁ ପଡ଼ିବ? ସମସ୍ତ ବିଷୟକୁ ଆମେ ପରିତ୍ୟାଗ କରିବା। 14 ପଦ ଟିକେ ପଢ଼ ମା, 14 ପଦ। କିନ୍ତୁ ହଁ। ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ିଭୂତ ହୋଇଅଛି, ହଁ। କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି। ଓ ସେହି ଆବରଣ କ'ଣ କରିଛି? ପୂର୍ବ ପରି ରହିଅଛି। ହାଲେଲୁୟା। କ'ଣ ସେମାନେ ଖାଲି ଭାବୁଥିଲେ କି ହଁ ଆଜି ତ ଏଇଟା କରାହେଉଛି, ଆଜି ତ ଏଇଟା ପଢ଼ା ହେଉଛି, ଆମେ କ'ଣ କରିବା ତାହା ଶୁଣିବା। ନେହେମିୟାଙ୍କ ସମୟରେ ସେ ପ୍ରକାର ହେଲା। ଏଜରା ଯେତେବେଳେ ବ୍ୟବସ୍ଥା ନେଇକି ପଠନ କରୁଛନ୍ତି, ସମସ୍ତେ ଠିଆ ହେଉଥିଲେ, ଆମେନ୍ କହୁଥିଲେ। କିନ୍ତୁ ଯେତେବେଳେ ଆଜି ଆମ ପାଖରେ ସେଇ ଆମେନ୍ ଶବ୍ଦ ଆସୁଅଛି, ସେଇ ଆମେନ୍ ଶବ୍ଦ ଆଜି ଖାଲି ଯେ ଶବ୍ଦରେ ଅଛି ନା ତାଠାରେ ଜୀବନ ଅଛି। ହାଲେଲୁୟା। କ'ଣ ଆଜି ଯେଉଁ ଆମେ ମାନେ ଆମେନ୍ ଶବ୍ଦ କହୁଅଛୁ, ସେଇ ଆମେନ୍ ଶବ୍ଦ ଆଜି ଆମ ପାଖରେ ଯେଉଁ ଉଚ୍ଚାରଣ ହେଉଅଛି, ସେଇ ଉଚ୍ଚାରଣ ଶବ୍ଦ ଆଜି ଜୀବନ ପାଇଅଛି ନା ସେମିତି ଏକା ଏଇ ମୃତ୍ୟୁ କାଳିନ ଲିଖିତ ଆମେନ୍ ବୋଲି ପଦ କହୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଏଇ ଏଜରା ଯେତେବେଳେ ବ୍ୟବସ୍ଥା ପଠନ କରୁଥିଲେ, ଆଉ ବ୍ୟବସ୍ଥା ପଠନ କରିବା ସମୟରେ ଅନେକ ଲୋକମାନେ ସେଇଠି ଠିଆ ହେଲେ, ଆଉ ସେମାନେ ଠିଆ ହେଇକି ସମସ୍ତେ ଆମେନ୍ 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 କହିକି ସେମାନେ ଆଉ ସ୍ତବ ଗାନ କରିବା ପାଇଁ ଚାହୁଁଛନ୍ତି। ଆଉ ସେତେବେଳେ କ'ଣ ହେଉଛି ଘଟଣା? ସେତେବେଳେ ଆଉ ସେମାନେ ଖାଲି ଯେ ଏଇ ଆମେନ୍ ଶବ୍ଦ ସେମାନେ ଖାଲି ପାଟିରୁ କହୁଥିଲେ, କିନ୍ତୁ ହୃଦୟର ସହିତ ତାହା ବାହାରି ନଥିଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଜି ମଣ୍ଡଳୀ ମଧ୍ୟରେ ଏଇ ବାକ୍ୟ ଖାଲି ଯଦି ଖାଲି ଟିଚିଂ କ୍ଲାସ୍ ନ ହଉ, ଏହା ଆମମାନଙ୍କ ପାଇଁ ଜୀବନର ଶୈଳୀ ହେବା ଦରକାର ଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେଥିପାଇଁ କହିଲି 38 ବର୍ଷ ଥିବା ସେ ପକ୍ଷାଘାତୀ ରୋଗ ଥିବା ଲୋକ ସେ ପୁଷ୍କରଣୀକୁ ଯାଉଥିଲା। କ'ଣ ପାଇଁ? ସେ ଅନୁଭବ କରିପାରିନଥିଲା ସେଇ ବାକ୍ୟ, ତା ପାଖରେ ଜୀବନ ହେଇନଥିଲା। କିନ୍ତୁ ସେଇ ବାକ୍ୟ ଜୀବନର ବାକ୍ୟ, ସେଇ ଜଳ ସ୍ୱୟଂ ପ୍ରଭୁ ତା ସହିତ କଥା ପକାଉଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ ଆମମାନଙ୍କୁ କ'ଣ କରିବାକୁ ପଡ଼ିବ? ସେଇ 18 ପଦରେ କୁହାଗଲା ମୂର୍ତ୍ତିମାନ ହେବା। ଆସନ୍ତୁ ପଢ଼ିବା 2 କରନ୍ତି 5 ପର୍ବ 17 ପଦ। ମୂର୍ତ୍ତିମାନ ହେବା କି ପ୍ରକାର ଭାବ? 2 କରନ୍ତି 5ର 17। ଏଣୁ ଯଦି କେହି ହଁ, ଖ୍ରୀଷ୍ଟଙ୍କଠାରେ ଅଛି, ୟେସ୍, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ଖ୍ରୀଷ୍ଟରେ ଅଛି। ହାଲେଲୁୟା। କୋଉଠି ଅଛି? ଖ୍ରୀଷ୍ଟରେ ଅଛି। ସେ କ'ଣ ହେଇଛି ଭାଇ? ପୁରାତନ ବିଷୟ ସବୁ ଲୋପ ପାଇଅଛି। ପୁରାତନ ବିଷୟ ସବୁ ଲୋପ ପାଇ ଅଛି। ପୁରାତନ ବିଷୟ ଲୋପ ପାଇଲେ ହିଁ ସେ ନୂତନ ସୃଷ୍ଟି ବୋଲି କୁହାଯିବ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଜି ମଣ୍ଡଳୀ ମଧ୍ୟରେ ଆମେ ଦେଖିବା ପୁରାତନ ବିଷୟ ମଣ୍ଡଳୀ ମଧ୍ୟରେ ଯଦି ଅଛି, ତାହେଲେ ଆଜି ଆମେ ନୂତନ ସୃଷ୍ଟି ହେଇନା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କ'ଣ ପାଇଁ? ଆମେ ଖ୍ରୀଷ୍ଟଙ୍କ ସଦୃଶ ମୂର୍ତ୍ତିମାନ ହେବାର ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ଏମିତି ଏକା ବସୁଥିବା, ମିଛ କହୁଥିବା, ଏମିତି ଏକା ବସୁଥିବା, ବାକ୍ୟକୁ ଅମାନ୍ୟ କରୁଥିବା, ନୂତନ ସୃଷ୍ଟି ନାହିଁ। ପୁନର୍ବାର এই ପଦ ପଢ଼, ଭାବ ସୁନ୍ଦର ଭାବରେ ଏଠି ଲେଖା ହେଇଛି। 17। ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ଦେଖନ୍ତୁ ସେଇ 16 ପଦ ଟିକେ ପଢ଼ ଭାଇ, 16 ପଦ। ଅତଏବ
ଆମେମାନେ ଶରୀର ଅନୁସାରେ ହଁ କାହାରିକୁ ଜାଣୁନାହୁଁ। ହଁ ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମେମାନେ ଜାଣିଅଛୁ, ଜାଣିଅଛୁ ଓକେ ହଁ ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁନାହୁଁ। ହାଲେଲୁୟା ହାଲେଲୁୟା ଈଶ୍ୱରଙ୍କର ସହିତ ଆମେ ସବୁ ବିଷୟ ଜାଣିଅଛୁ। ପୁନର୍ବାର 16 ପଦ ହଁ ଅତଏବ ଆଜିଠାରୁ ଆମେମାନେ ଶରୀର ଅନୁସାରେ କାହାରିକୁ ଜାଣୁନାହୁଁ। ଇଏ ଠିକ ଅଛି ହଁ ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମେମାନେ ଜାଣିଅଛୁ, ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମେ ଜାଣୁଅଛୁ ଠିକ ଅଛି ତଥାପି ଏବେ ହଁ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁନାହୁଁ। ଆଉ ତାହାକୁ କି ପ୍ରକାର ଭାବରେ ଅର୍ଥାତ ମୂର୍ତ୍ତିମାନ ଶରୀରରେ ଜାଣିବା ଅଛି। ହାଲେଲୁୟା प्रेज द लॉर्ड। हिंदी में एकदम सॉलिड लिखा है। अभी हम लोग क्या करना है, पवित्र आत्मा से प्रभु के समान अपने को बनाना है। हालेलुया प्रभु के समान कि प्रकार भाव से 17 पद लिखा गला तापर हाँ 17 पद हाँ जदि आम ख्रीस्टान प्रभु को आम जब बाप्तिस्म नहीं आम जब सब विषय सहभागी होचु प्रभु को शरीर अंशग्रहण करोचु आमे ताहेले नूतन सृष्टि हालेलुया हालेलुया आमे सेतिकी हक रखुछु सेतिकी विश्वास करिवा द्वारा आज मैं ताहा ग्रहण करू। प्रेज द लॉर्ड हालेलुया तापरे पढंतु आज्ञा हां पुरातन विषय सब लोप पाई अछि हां हालेलुया कौन होइछि देखो नूतन विषय सब होई अछि। एफिसी पुस्तक 4 पर्व 22 पद 24 पद पढ़ंतु। अर्थात तुमने तुमମାନଙ୍କୁ ପୁରାତନ ଆଚରଣ ସମ୍ବନ୍ଧରେ हाँ ଯେଉଁ ପୁରାତନ ସ୍ୱଭାବ हाँ ପ୍ରବଞ୍ଚନାର ବିଳାସିତା ପ୍ରବଞ୍ଚନାର ବିଳାସିତା ଅନୁସାରେ ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି ଅଧିକରୁ ଅଧିକ ଆପଣ ଆମେ ମାନେ ଭ୍ରଷ୍ଟ ହେଉଅଛୁ ତାହାକୁ ପରିତ୍ୟାଗ କରିବାକୁ ପୁଣି ତୁମମାନଙ୍କ ମନରେ ହଁ ନୂତନୀକୃତ ହୋଇ ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ହଁ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି यस ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। हालेलुया आमे ही शिक्षित होछु। हालेलुया जो मान आज परिवर्तन हेन से माने मूर्ख जाक अंध जाक बाइबल लिखाई से मानकर अंधपण से माने अंध तुमे धनी नुह कि तुमे माने कौन लाउदिका मन को प्रभु अभियोग करछन्ती कौन कहउछन्ती हे मूर्ख तुमे उलग्न तुमे अंध हां तुम पाखरे किछि नहीं तमर लज्जा को आबोध करिया पई कोन करो मो ठारू सूक्ष्म वस्त्र नियो। हालेलुया देखिबा निमंते अंजन नियो। प्रेज द लॉर्ड प्रेज द लॉर्ड धनी हेबा निमंते सेही संपूर्ण परिष्कृत सुना अर्थात से वाक्य रूपी विश्वास को नियो। हालेलुया हालेलुया एले मध्ये हम कहूछु ना मु धनी किंतु प्रभुଙ୍କର वाक्य हमको कहूछु डायरेक्ट भाବରେ ସେଥିପାଇଁ ଏଟେ କୁହାଗଲା କ'ଣ କଲା ଆପଣ ମାନଙ୍କର ମଣ୍ଡଳୀ ମଧ୍ୟରେ ଥିବା ପୁରାତନ ସ୍ୱଭାବ ଆପଣ ମାନଙ୍କର ବାକ୍ୟ ଅବାଧ୍ୟତାର ବାକ୍ୟକୁ ଏଡ଼ାଇ ଏଇ ଅକ୍ଷର ଯେଉଁ ବାଇବଲ ଲେଖା ହେଇଛି ଦେଖନ୍ତୁ ଗୋଟେ ବିଷୟ କହିବି ଆପଣମାନେ ବାଇବଲ ମୁଣ୍ଡରେ ଧରିକି ଶୁଣୁଛନ୍ତି ଶୁଣନ୍ତୁ କିଛି ଅସୁବିଧା ନାହିଁ ଖାଲି ମୁଣ୍ଡରେ ଖାଲି ରଖିକି ଶୁଇଲେ କ'ଣ ଏ ବାକ୍ୟ ଜୀବନ ପାଇବ କି? ହାଲେଲୁୟା ଏହାକୁ ଆମର ଜୀବନର କାର୍ଯ୍ୟରେ ପରିଣତ କରିବାର ଅଛି। ଆମେ ଯେତେବେଳେ ଉପାସନା ଆସୁଛୁ ଗିର୍ଜା ପରେ କିମ୍ବା ଆସିଲା ପରେ ମା ଜହାର ପେନ୍ ମେ ଲାଗିଆ ଖାଆନ୍ତି କେତେ ଜଣ ଆମେ କହୁଛୁ କି ମା ମାନଙ୍କ ମଧ୍ୟରୁ କହୁଛୁ ଭାଇମାନଙ୍କ ମଧ୍ୟରେ ଭାଇ ନମସ୍କାର ପ୍ରଭୁ ଆଶୀର୍ବାଦ କରନ୍ତୁ ଗଡ୍ ବ୍ଲେସ୍ ୟୁ ଆମର ବିଶ୍ୱାସରେ କ'ଣ ଅଛି ଭାଇ ଗଡ୍ ବ୍ଲେସ୍ ୟୁ ହାଲେଲୁୟା କେତେ ସୁନ୍ଦର ପଦ ମତେ अरे मत ये भाई केबे न कहबा लोक गॉड ब्लेस यू कहला आज प्रभु ता हमको द्वारा कहछन से वाक्य मो पाखरे सफल हो। प्रेज द लॉर्ड हालेलुया हालेलुया गॉड ब्लेस यू प्रभु आशीर्वाद करंतु आउ कोन बाइबल प्रेरित पौल मंडली रो शिक्षा रे कहउछन्ती निज भाई मान को कोन करो आलिंगन करी चुमन दियो कोटे एटे 18 की एई जगह कारो स्वामी स्त्री रो
ହାଲେଲୁୟା। ବକ୍ଷସ୍ଥଳରେ ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଆମେମାନେ ଯାଉଛୁ ବାହାରକୁ ନରୁଆ ବା ଯେତେବେଳେ ଆମେ ଆନ୍ଧ୍ରା ଯାଉଛୁ ସେତେବେଳେ ସେମାନେ କ'ଣ କରୁଛନ୍ତି? ହାତ ମିଳାଉଛନ୍ତି ପ୍ରେଜ୍ ଦ ଲର୍ଡ ଗଡ୍ ବ୍ଲେସ୍ ୟୁ ଭାଇ। ତାପରେ ଆଲିଙ୍ଗନ କରି ଚୁମନ ଏପଟେ ସେପଟେ ଆଶ୍ଚର୍ଯ୍ୟ ଲାଗିବ। ଏହା କ'ଣ? ଏହା ବାକ୍ୟ ଜୀବନ ପାଉଅଛି ହାଲେଲୁୟା। ଏହା ବାକ୍ୟ ବାହାର ନୁହଁ। ଏଇଟା ଆପଣମାନେ କୌଣସି ପ୍ରକାର ଅଙ୍ଗୁଳି ଉଠେଇ ପାରିବେ ନାହିଁ। ବାଇବଲରେ ଲେଖା ହେଇଛି ଓଠରେ ହିଁ ଚୁମନ। ଜଣେ ସ୍ୱାମୀ ସ୍ତ୍ରୀର ଅଛି ଓଠରେ ଚୁମନ ଦେବାର ତାହା ଚୁମନ। କିନ୍ତୁ କିବା ଜଣେ ଜଣେ ଭାଇ କୌଣସି ଭଉଣୀକୁ ଆଲିଙ୍ଗନ କରିପାରିବ ନାହିଁ କିମ୍ବା ହସ୍ତ ମିଳାଇ ପାରିବ ନାହିଁ। ସେ ଭାଇ ସହିତ ତାହାର ସହଭାଗିତା ହାଲେଲୁୟା। ଭଉଣୀ ସହିତ ସହଭାଗିତା କରିପାରିବ। ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ଯେଉଁ ବାକ୍ୟ ଆଜି ଆମମାନଙ୍କ ପାଖରେ ଲେଖା ହେଇଛି ତାହା ମୃତ୍ୟୁ ଭାବରେ ଦେଖାଯାଉଛି। ଆଜି ତାହା ଆମ ଜୀବନରେ ଆମର ହୃଦୟରେ ଜୀବନ ପାଇବାର ଅଛି ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ ଭାଇ। ଆମେ ଦେଖିଲୁ ଆଜ୍ଞା ଭାଇ ନମସ୍କାର ନହେଲେ ପ୍ରେଜ୍ ଦ ଲର୍ଡ କଲୁ ଆମେ ତା ପାଇଁ ଗଡ୍ ବ୍ଲେସ୍ ୟୁ କହିବା। এই পদটা প্রথমে আমি উচ্চারণ করা শিখি হালেলুয়া। পরে আপনার যা কথা হচ্ছেন হুঁতু তারপরে এমতি গাতে হিংসা সেইটা বিষয় নাই, সেই বিষয় ডিসকাশন ন। প্রথমে গড ব্লেস ইউ কুহতু প্রেজ দ লর্ড হালেলুয়া। আউ সেইটা হচ্ছে আমମାନଙ୍କର কর্তব্য। ସେଥିପାଇଁ ସେ କହୁଛନ୍ତି ପୁରାତନ ସ୍ୱଭାବ, এই ସ୍ୱଭାବ ଆମ ପାଖରେ ଅଛି, এই ସ୍ୱଭାବକୁ ପ୍ରଭୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ହାଲେଲୁୟା। 22 ପଦ ପଢ଼ମା ସେଇଟା 4:22 ହଁ ପଢ଼ନ୍ତୁ ହଁ। ଅର୍ଥାତ୍ ତୁମେମାନେ ହଁ ତୁମମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ହଁ ଦେଖନ୍ତୁ ଏହା ଗୋଟେ ଆମେ ଯଦି ମଣ୍ଡଳୀରେ ଏହା ପଢ଼ୁଛୁ ଭାଇ ଏଇଟା ଆମମାନଙ୍କ ନେଇ ନିତାନ୍ତ ଗ୍ରହଣଯୋଗ୍ୟ ହାଲେଲୁୟା। ଆମେ ସମସ୍ତେ ଗ୍ରହଣ କରିବା ହାଲେଲୁୟା। ଏହା ଆମମାନଙ୍କୁ ପ୍ରଭୁ ଶିକ୍ଷା ଦେଉଛନ୍ତି। ଏହା ଆମମାନଙ୍କୁ ଆଉ ପ୍ରଭୁ ଆଜି ଏହି ସମୟରେ ଏହି ମୁହୂର୍ତ୍ତରେ କଥା କହୁଛନ୍ତି। କାରଣ ମଣ୍ଡଳୀ ମଧ୍ୟରେ ପ୍ରଭୁ ହିଁ ମଧ୍ୟସ୍ଥି ଅଟନ୍ତି। ମଣ୍ଡଳୀ ମଧ୍ୟରେ ଆମମାନଙ୍କୁ ପ୍ରଭୁ ହିଁ କଥା କହୁଛନ୍ତି ପ୍ରେଜ୍ ଦ ଲର୍ଡ ହାଲେଲୁୟା। ହଁ କ'ଣ ମା ପଢ଼ନ୍ତୁ ହଁ। ଅର୍ଥାତ୍ ତୁମେମାନେ ତୁମମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ୟେସ୍ ହଁ ଅଧିକରୁ ଅଧିକ ଆମକୁ ଭ୍ରଷ୍ଟ କରୁଅଛି। ସେଇ ପ୍ରବଞ୍ଚନା ଅର୍ଥାତ୍ ସେଇ ବିଳାସିତା ପୁରାତନ ସ୍ୱଭାବ ଆମକୁ ସ୍ୱର୍ଗକୁ ନେଇପାରିବ ନା ଭାଇ? ନେଇପାରିବ କି? ହାଲେଲୁୟା। ବାଇବଲ କହିଲା ସ୍ୱର୍ଗକୁ ନେଇପାରିବ ନା। ଏଇଟା ଆମକୁ ଭ୍ରଷ୍ଟ କରିବ, ଆମକୁ ନଷ୍ଟ କରିବ, ଆମକୁ କ'ଣ କରିବ? ନର୍କଗାମୀ କରିବା ପାଇଁ ସେ ଆମକୁ ଝିକିକି ନେଉଅଛି। ହଁ ତାପରେ ପଢ଼ ହଁ। କ'ଣ କରିବା? ପରିତ୍ୟାଗ କରିବା ହାଲେଲୁୟା। ନା ଟିକେ ଗୋଡ଼ରେ ଖାଲି ଏଡ଼େଇ ଦେଇଥ କହୁଛନ୍ତି କି? ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା। ଚେଷ୍ଟା କରିବା ଭାଇ ପ୍ରାର୍ଥନା ସହକାରେ। ଯଦି ଏ ପ୍ରକାର କୌଣସି ବିଷୟ ଅଛି ତାହାକୁ ବାଧ୍ୟ ସହିତ ଆମେ ସମ୍ପୂର୍ଣ୍ଣ ଭାବରେ ପରିପକ୍ୱତା ଜୀବନ ସହିତ ତାହା ଆମ ପାଖରେ ଜୀବନ ପାଇବା ଦରକାର ଅଛି ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୁଁ ଚେଷ୍ଟା କରୁଛି, ମୁଁ ପ୍ରଭୁଠାରେ ପ୍ରାର୍ଥନା କରୁଛି ମୋତେ ସେ ପ୍ରକାର ସାମର୍ଥ୍ୟ ଦିଅ ପ୍ରଭୁ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ସେ ପ୍ରକାର ସାମର୍ଥ୍ୟ ଦିଅ, ସେ ପ୍ରକାର ଶକ୍ତି ଦିଅ ମୋତେ, ମୁଁ ଏଇ କାର୍ଯ୍ୟ କରିବା ପାଇଁ, ମୁଁ ଏହାକୁ ଗ୍ରହଣ କରିପାରିବି। ହଁ ତାପରେ ମା ପଢ଼ନ୍ତୁ ହଁ। ତୁମମାନଙ୍କ ମନରେ ୟେସ୍ ନୂତନୀକୃତ ହୋଇ ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିକୃତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ ହାଲେଲୁୟା। ଏହା ତ ଖ୍ରୀଷ୍ଟଙ୍କର ମୂର୍ତ୍ତିମାନ ଅଟେ ପ୍ରେଜ୍ ଦ ଲର୍ଡ। ଏହା ତ ଖ୍ରୀଷ୍ଟଙ୍କର ମୂର୍ତ୍ତିମାନ। ଆମେମାନେ ମୂର୍ତ୍ତିମାନ ହେବାକୁ ଯାଉଛୁ ଅର୍ଥାତ୍ ପ୍ରଭୁଙ୍କ ପରି ଆମେମାନେ ଦେଖିବାକୁ ଯାଉଛୁ ପ୍ରେଜ୍ ଦ ଲର୍ଡ ହାଲେଲୁୟା। କଲୋସୀ ପୁସ୍ତକ 3 ପର୍ବ 9 ଏବଂ 10 ପଦ। କଲୋସୀ ପୁସ୍ତକ 3 ପର୍ବ 9 ଏବଂ 10 ପଦ ପଢ଼ନ୍ତୁ। ପରସ୍ପର ମିଥ୍ୟା କୁହ ନାହିଁ। ତୁମମାନଙ୍କ ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ। ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରେଜ୍ ଦ ଲର୍ଡ ହାଲେଲୁୟା। এই ସ୍ୱଭାବ ଆଉ ଯଦି ଆମ ପାଖରେ ଅଛି ତାହା ପରିବର୍ତ୍ତନ କରିବା ହାଲେଲୁୟା। ବାଇବଲ ଲେଖା ହେଇଛି ହଁ କଥା ହଁ ହଉ, ନା କଥା ନା ହଉ ପ୍ରେଜ୍ ଦ ଲର୍ଡ। ରଖିବାର ନାହିଁ, ନାଇଁ ଏଇଟା ଏମିତି ହେଲା, ନାଇଁ ମୁଁ ଯିବି, ନାଇଁ ମୋର ଆଉ ମିଛ କଥା କହିବାର ନାହିଁ। ନ ଏହା ଗୋଟେ ବହୁତ କିଏ ମିଛ କହିଲା ହବା କହିଲା କି ନାହିଁ ହାଲେଲୁୟା। ଛୁଇଁବ ନାହିଁ ବୋଲି ପ୍ରଭୁ ମନା କରିଥିଲେ କି? ପ୍ରେଜ୍ ଦ ଲର୍ଡ। ଖାଇବ ନାହିଁ ବୋଲି କହିଥିଲେ କିନ୍ତୁ ସେ ଛୁଇଁବ ନାହିଁ କହିଲା।
ମିଛ ଗୋଟେ ପ୍ରଥମ ମିଛ କୋଉଠୁ ଆସିଛି ଜାଣିଛ ନା? ଶୈତାନ ଦ୍ୱାରା ଆସିଛି। ହାଲେଲୁୟା। ଆପଣମାନେ ତାହେଲେ ମିଛ କହୁଛନ୍ତି କାହା ଦ୍ୱାରା କହୁଛନ୍ତି? ଶୈତାନ ପାଟିରେ ଅଛନ୍ତି ମିଛ କହୁଛନ୍ତି। ଯାହା କହିବାର ଅଛି ଠିକ୍ କୁହ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ବୁଲାଏ ବଙ୍କା ନାହିଁ। ଏହା କ'ଣ ଅଟେ? ଏହା ଶୈତାନର କାର୍ଯ୍ୟ। ପ୍ରେଜ୍ ଦ ଲର୍ଡ। ବୁଝୁଛନ୍ତି ନା? ହାଲେଲୁୟା। ଆଚ୍ଛା ବୁଝେ ନା ସାଜୁ ମାଇ ସୁଦାଟେ ମିଛ ବାହାର ଆଜୁ ପେନୁ ଢେଙ୍ଗା ବୋଲେ ସାଜି। ହାଲେଲୁୟା। पेरू ढेंगे आज जीवन जापन आपन सजन लो आज दे में को मांगे मांदा पदा करे लोटे के मन में पेर ला पदा ए तो हालेलुया। आमे लिखित पत्री हेबा पई जाऊ छी ए जीवित पत्री हेबा जाऊ। हालेलुया। ए लिखित पत्री का पाखरे जीवन पाऊ छी आमो पाखरे भाई आ संभव की न संभव। हालेलुया। एहा केमती होबो न निश्चय। हालेलुया। आपण पाके न होई थाय पने का पाके न होय आउ केते जण थिबे प्रभुଙ୍କର सेई बीज सेठे पड़िची। हालेलुया। प्रेज द लॉर्ड। पढ़ो सेई पद पुनर्बार। हां 3 रो 9 पद पढ़ो मा। ओके। परस्पर मिथ्या को नहीं। परस्पर मिथ्या कहो नहीं। तुमाने तो पुरातन स्वभाव वो सेथिर समस्त कर्म परित्याग करी। ओके आमे टिके जदी 7 पद टिके पढिबा बोले भलो हबो। हां 7 पद पढो। हां पूर्वे तुमाने मध्ये एई सब विषय रे आसक्त थाई। प्रेज द लॉर्ड। हालेलुया। पूर्वे बोले हमको पद काई कह जाउची ऑलरेडी हमें प्रभु यीशु नाम रे बाप्तिस्म सुनाइछु। हालेलुया। कन्या भावरा में गणित होइछु ना नहीं ना एबे भी आहुतर अछु हमें की मनोनीत अछु। प्रेज द लॉर्ड। लास्ट स्टेज अर्थात ब्राइट एज रे हमें अछु। ओके आउ एठी सेति पई पूर्वे अर्थात से मान को प्रभु कहउछन्ति से मान को विषय प्रभु हमको कहउछन्ति नाही सेटा विषय हमें छाड़ी देइछु। प्रभु से विषय हमको आज कहू नाहंती आम मान को प्रभु एई समय वाक्य रे आम मान को से संपूर्ण ब्राइट बा कन्या भाव रे गणित करछन्ति। हालेलुया। पढ़ो बाबा तापर पढ़ो। ओके पूर्वे तुमाने मध्ये सेई सब विषय रे आसक्त थाई सेही प्रकार आचरण करूथिलो। ओके किंतु एबे तुमाने मध्ये एई सब विषय अर्थात क्रोध राग हिंसा निंदा उचित वाक्य एही सब परित्याग कर। ओ हालेलुया। एबे कोन हबो आमको एहा परित्याग करिबा दरकार अछि। प्रेज द लॉर्ड। देखंतु आम मान को एई वाक्य आज आम पाखरे परित्याग करिवार अछि आउ ता प्रति आमे कोन आनिबार अछि गलाती पुस्तक 5 पर्व 22 पद प्रेम आनंद शांति ए सब विषय जानि। हालेलुया। प्रेज द लॉर्ड। प्रेज द लॉर्ड। सिंगा ना नेबा ई विषय नु हो प्रभु ताहा करिवे। प्रेज द लॉर्ड। जदि 38 वर्ष लोक जदि सेही खटरे पड़ी कि रहितबा रोग जदि सुस्त होची आमे तो रोग रे पड़ितु नाही। हालेलुया। होइथाय पारे रोग आदि अछि आ काली सुस्त हो आउ रखिबो एटा किछि नै रोग सुस्त होबा द्वारा जने उद्धार पाइबो नै। सेही 38 वर्ष रोग को प्रभु पुनर्बार कहउछन कोन आउ तोरे सेंति न हो। हालेलुया। जागृतति तुमको सुस्त करले दुनिया रो पाइबो जागृत आउ थोरे पाप करे ना 38 कोन डबल है कि पड़ी। प्रेज द लॉर्ड। हालेलुया। से गलाती पुस्तक लेखा हिची आमे जेतले मूर्तिमान हेबा को जाउछु आमे जेतले परिवर्तन हेबा को जाउछु सेते बेले एई भाव एई जीवन हमर कासिबार अछि प्रेम आनंद शांति दीर्घता एई विषय परिवर्तन हेबार अछि। ओके तार 10 पद पढो। हां से 3 रो 10 कलसी 3 रो 10 सेथिर समस्त कर्म परित्याग करी सेथिर कोटर मिछ खइबा ठक कहिबा घृणा करिबा एई सब विषय एवरीथिंग ताहाको हमें आउ छाड़ी देबा ताको हमें कोन करिबा परिवर्तन हेबा। हालेलुया। हालेलुया। प्रेज द लॉर्ड। प्रेज द लॉर्ड। कोन भाई पढ़ो। हां सेथिर समस्त कर्म परित्याग सेथिर समस्त कर्म शैतान रो कार्य शैतान जो गाइड करे शैतान जन को जेतले व्यवहार करे ता पाखरे सब मिछ भी कहबा आसीबो राग भी आसीबो घृणा करबा आसीबो लोभ आसीबो ईर्ष्या आसीबो सब विषय आसीबो ताहार मूल कारण के शैतान। हालेलुया। शैतान रो स्थान ऊर्ध्वरे नुह ताहार स्थान कोन पाद तले। हालेलुया। प्रेज द लॉर्ड। तापरे सेथिर समस्त कर्म परित्याग करी नूतन स्वभाव परिधान करियछ। सेही नूतन स्वभाव
ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି। ହାଲେଲୁୟା। କେତେବେଳେ? ସେଇ 3 ପର୍ବର 18 ପଦ ଏବଂ 4 ପର୍ବର ଏଇ କଲସି 4 ପର୍ବର 24 ପଦ, 4 ପର୍ବର 10 ପଦ। ହାଲେଲୁୟା। କଲସି 3 ପର୍ବ 10 ପଦ କେମିତି ହଉଛି ସେଇଟା ଲେଖା ହେଇଛି, ମୂର୍ତ୍ତିମାନ ହୁଅ। ଏଇଠି କ'ଣ କହୁଛି? ଯେତେବେଳେ ଏଇ ସ୍ୱଭାବ ଯାକ ଆମର ଠାରୁ ବାହାରିବ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ନା କ'ଣ ବାହାରି ଯିବ, ତାହେଲେ ଆମେ ଖ୍ରୀଷ୍ଟଙ୍କ ପରି ମୂର୍ତ୍ତିମାନ ହେବା। ହାଲେଲୁୟା। ଖ୍ରୀଷ୍ଟଙ୍କ ଶରୀରରେ ଆମେ ମାନେ ସମ୍ପୂର୍ଣ୍ଣ ଆସିପାରିବା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମ ପାଖରେ ମିଛ ଅଛି କି? ଆଜି ମିଛ ଛାଡ଼ିଦେବା। ହାଲେଲୁୟା। ଆମ ପାଖରେ ଘୃଣା ଅଛି କି? ଆଜି ଘୃଣା ଛାଡ଼ିଦେବା। ଆମ ପାଖରେ କୌଣସି ଏ ପ୍ରକାର କାର୍ଯ୍ୟ ଅଛି, କୁଞ୍ଚିତ କାର୍ଯ୍ୟ, ତାହାକୁ ଛାଡ଼ିଦେବା। ଯେତେ ପର୍ଯ୍ୟନ୍ତ ଆପଣମାନେ ଛାଡ଼ି ନାହାନ୍ତି ସେ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କର ସ୍ୱଭାବ ବା ପ୍ରଭୁଙ୍କ ପରି ମୂର୍ତ୍ତିମାନ ହେଇପାରିବେ ନାହିଁ। ଏଟା ସମ୍ପୂର୍ଣ୍ଣ ପ୍ରକାଶ ପାଇଲା। କ'ଣ କହିଲା? ସେଇ 10 ପଦର ଲାଷ୍ଟ ପଦଟା ପଢ଼। ଏ ପ୍ରକାର ସମ୍ପୂର୍ଣ୍ଣ ପଢ଼। ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ, ସେଇ ନୂତନ ସ୍ୱଭାବ, ପ୍ରେମ, ଆନନ୍ଦ, ଶାନ୍ତି, ଏଇ ସବୁ ବିଷୟ ଆମମାନଙ୍କର ସୃଷ୍ଟିକର୍ତ୍ତା ଅର୍ଥାତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତାପରେ ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି। ଏପରି ସ୍ଥଳେ ଗ୍ରୀକ ଓ ଯୀହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍ତୁତୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛି ହିଁ ପ୍ରଭେଦ ନାହିଁ। ଏମାନେ ବି ଏଇ ପରିବର୍ତ୍ତନ ହେଲେ ଉଦ୍ଧାର ପାଇବେ। ହାଲେଲୁୟା। ଏଠି ଗ୍ରୀକ କୌଣସି ଅଲଗା ଲୋକ କିଛି ଆମକୁ ସେଥିରେ କିଛି ଇଏ ନାହିଁ। ପ୍ରେରିତ ପାଉଲଙ୍କର ଗୋଟେ ଶିକ୍ଷାର ଶୈଳୀ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଇଟା ହୁଏତ ଆଉ କେତେକ ଲୋକ ଭାବୁଥିବେ ଏଇଟା ପଢ଼ିଥିବା ପ୍ରାଥମିକ ଶିକ୍ଷା ଭାବରେ ଆମେ ଭାବୁଛୁ, କିନ୍ତୁ ଏହା ହେଉଛି ପରିପକ୍ୱ ଖାଦ୍ୟ ଭାଇ। ହାଲେଲୁୟା। ପରିପକ୍ୱ ଖାଦ୍ୟ। ଖାଲି ସୁସ୍ଥତା ପାଅ, ଦିଅ, ଖାଲି ହାଲେଲୁୟା ଶିକାର ବା ଖାନ୍ଦାର ବା ଏଇଟା ଖାଲି କ'ଣ? ଏପଟେ ଘୃଣା ଥିବ। ପରଦିନ ମୁଁ ଯାଇଥିଲି, ଏଇଟା ଆମର ହାପିବାଲିରେ ଗୋଟେ ମିଟିଂ ଥିଲା। ସେ ଜଣେ ପ୍ରଫେଟ୍, ସେ କହୁଛି କ'ଣ କହୁଛି? ଆବି କାନ କେ ନିଚେ ବାଜାଉଙ୍ଗା। ଆରେ କି କଥା ଏଇଟା? ଏବେ କାନରେ ତୁମକୁ ବଜାଇବି। ଭାଇ ତମେ ଫୁଲପିଟରେ ଠିଆ ହେଇଛ, ବାଇବଲ ପଢ଼ୁଛ। ମୋତେ ଫିଲିପ ଆଜ୍ଞା ସେ ସୁଜେଲରେ କହିଲା, ଚିନ୍ତା ଦିଆ मेरे हाथ में तलवार है तो मैं अभी काट दूंगा। कौन थिला? यूथ फेलोशिप थिला। प्रेज द लॉर्ड। से कहउछंती मेरे हाथ में अभी जो तलवार है तो मैं आपको काटना। हाँ आप लोग ऐसे हो रहे, मैं अभी आपको कान के नीचे बजाऊंगा। बाइबल एमती कहया जाए कि बाइबल के प्रचार करे ना ना ना। हालेलुया। एहा होची प्रेरित पाउलंकर शैलीर परिवर्तनर जनकु पापर थिबा भाई भौणी को परिवर्तन करिवार शैली प्रेरित पाउलंकर ए प्रकार थिला। कान के नीचे बजाऊंगा प्रभु, प्रेरित पाउल सेमती करे नाही। हालेलुया। ताकू छुरी रे भूसी दियो प्रभु, प्रेरित पाउल से प्रकार करे नाही। मु सेइटे देखिली, अरे एटा तो संपूर्ण शैतानर कार्य चलीची। आउ पवित्रत्व ले लो बोली कौन कौन से कहूँ मु भी सही पद जाक बुझी पार नागर आम पाखे थिला सेटा चलीगला केबे। प्रेज द लॉर्ड। हालेलुया। आमे भी डेउथिलु सेमती भयंकर डेउथिलु। घंटा घंटा प्रार्थना चलीथिला। आउ दिने प्रभु हमको दर्शन दे कहिले, आउ हमर झियो जने थिला से मधु, से कहला आज किए भी चर्च घर जीव नाई। 9टा अधे हो गला, आमे देखुचु भोक लागिला। आज समस्ते कहूँ से पद कहूँ, से पद पढ़ला बेलू से पद आसुनी। कौन कौन कहूँ से पद कौन है। तापर आम बाहर को आसिलु। आउ पिंकी नानी से भल था, से नानी कहला ए पो इे भूत हाते ताम प्रार्थना कि आम मामू मध्य से आम प्रार्थना कलु, भयंकर प्रार्थना कलु। तापर से भूत चलीगला पचारू कौन होता, तू कौन कौन पद कहूँ, आम तो बाइबल रे पाऊन कौन कहूँ। से कहला मते जड़े ए प्रकार घोड़े धरी मुझे कर से खाली कहूँ। प्रेज द लॉर्ड। एटा नुह यही पद जाक जो आज अलग अलग भाषा रे लोक मैंने कहते अलग भाषा बोले कौन। एबे आम पाखरे मु काली ही जड़े आमर केनियार जड़े ब्रदर मो सहित व्हाट्सएप रे से कथा हुआ, तांकर होची फारसी भाषा।
ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେ କହିଲେ ଆମର ଭାଷା ଫାର୍ସି ଭାଷା, କିନ୍ତୁ ମୋ ପାଖରେ କ'ଣ ଅଛି, ଟ୍ରାନ୍ସଲେସନ୍ ଇଏଟା ଅଛି, ସେଥିପାଇଁ ମୁଁ ଆପଣଙ୍କର ଇଏଟାକୁ ମୁଁ ଟ୍ରାନ୍ସଲେଟ୍ କରି କହୁଛି। ପ୍ରେଜ୍ ଦ ଲର୍ଡ। ସେଇଟା ଆମ ପାଇଁ ଗୋଟେ ପରଭାଷା। ପ୍ରେଜ୍ ଦ ଲର୍ଡ। ଏଇ ଭାଷାର ଅର୍ଥ ଅଛି। ମୁଁ ତାକୁ କହିଲି, ସେ କହିଲା ବହୁତ ଖୁସି ହେଲା। ସେଇ ବି ଆମର ମେସେଜ୍ ବିଲିଭର। ସେ ମୁଁ କହିଲା ଓଡ଼ିଶାକୁ ଆସୁନାହାନ୍ତି, ଇଣ୍ଡିଆକୁ ଆସନ୍ତୁ। ସେ ବହୁତ ଖୁସି ହେଲା। ମୁଁ ନିଶ୍ଚୟ ଆସିବି କହିଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମେ କେନିଆ ଜାଣିନୁ, କେନିଆ ଭାଷା ଜାଣିନୁ, ସେଇ ଦେଶ ଦେଖିନୁ, ସେଇଟା ଆମ ପାଇଁ ପରଭାଷା। କିନ୍ତୁ ତମେ ଯାହା କହୁଛ ସେଇ ପଦର ଯଦି ଅର୍ଥ ନାହିଁ, ବାଇବଲ ଲେଖାଯାଏ ତମେ ଯେଉଁ ପରଭାଷା କହୁଛ ସେଇ ପରଭାଷା ଜଣେ ଯଦି ଟ୍ରାନ୍ସଲେସନ୍ କରିବା ପାଇଁ ଜଣେ କିଏ ନାହାନ୍ତି ତାହା କୁହ ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଶିକାରବା ଖାନ୍ଦାରବା ଲାଲାରା ଫାରାଫାରା ତାହାର ଅର୍ଥ କିଛି ନାହିଁ। ତାହାର ପଦଯାକ ଯଦି ଆମକୁ କିଏ କହିଥାନ୍ତା ବୋଲେ ଆମେ କରିଥାନ୍ତୁ, ନାଇଁ କି ଭାଇ? ପ୍ରେଜ୍ ଦ ଲର୍ଡ। ଏଥିରେ ଆମମାନଙ୍କୁ ପୃଥକ ହେବା ଦରକାର ଅଛି। ଏହି ସ୍ୱଭାବ ଠାରୁ ଆମକୁ ପୃଥକ ହେବାର ଅଛି। ହାଲେଲୁୟା, ହାଲେଲୁୟା। ଏବେ ସୁସ୍ଥ ହେବାର ସମୟ ନୁହେଁ, ଏବେ ଖ୍ରୀଷ୍ଟ ପରି ଆମକୁ ମୂର୍ତ୍ତିମାନ ହେବାର ବିଷୟ ଭାଇ। ହାଲେଲୁୟା। କେମିତି ହେବା? ମୋ ପାଖରେ ମିଛ କଥା ଥିବ, ଠକ କଥା ଥିବ, ମୁଁ ହେଇପାରିବି କି ଖ୍ରୀଷ୍ଟଙ୍କ ପରି? ନାଇଁ, କେବେ ବି ହେଇପାରିବି। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଆମ ଜୀବନରେ ପରିବର୍ତ୍ତନ ଆସିବା ନିତାନ୍ତ ଦରକାର ଅଛି। ଜହନ 3 ପର୍ବ 3 ପଦରୁ ଆମେ 8 ପଦ ପର୍ଯ୍ୟନ୍ତ ପଢ଼ିବା। କ'ଣ ଲେଖା ହେଇଛି ପଢ଼। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତମକୁ କହୁଅଛି, ୟେସ୍, ପୁନର୍ବାର ଜନ୍ମ ନ ହେଲେ ହଁ, କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ଏଇଟା ନିକୋଦିମର ଘଟଣା। ହାଲେଲୁୟା, ହାଲେଲୁୟା। ନିକୋଦିମର ଘଟଣା। ସେ କ'ଣ କହୁଛନ୍ତି? ପ୍ରଭୁ ମୁଁ ଏ ସବୁ ବିଷୟ କରିଛି, ପୂର୍ବ କାଳରୁ ସବୁ କରିଛି, ଆର ଆଗ ପର୍ଯ୍ୟନ୍ତ ପଡ଼ିବ ସେଟା ଲେଖା। କିନ୍ତୁ ପ୍ରଭୁ କହୁଛନ୍ତି ପୁନର୍ବାର ମୁଁ ତୁମକୁ ସତ୍ୟ ସତ୍ୟ କହୁଅଛି, ପୁନର୍ଜନ୍ମ ନ ହେବା ପର୍ଯ୍ୟନ୍ତ, ନୂତନ ଆଉ ସମ୍ପୂର୍ଣ୍ଣ ଖ୍ରୀଷ୍ଟ ଯଦି ତୁମ ପାଖରେ ମୂର୍ତ୍ତିମାନ ନ ହେବା ପର୍ଯ୍ୟନ୍ତ ତୁମେ କେବେ ବି ସ୍ୱର୍ଗରେ ପ୍ରବେଶ କରିବ। ତାପରେ ପଢ଼ମା ତଳକୁ। ହଁ, ନିକୋଦିମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇପାରେ? ଆଜି ଏ ପ୍ରକାର ପ୍ରଶ୍ନ ଯାକ ଆମ ମଣ୍ଡଳୀରେ ଥାଇପାରେ। ପ୍ରେଜ୍ ଦ ଲର୍ଡ। ସବୁ କରିବୁ ସେଟା ଏଇଟା ହବ ନାହିଁ। ନିକୋଦିମ ଭଳିଆ ଆଜି ଯେଉଁ ଆତ୍ମା ତାକୁ ନିକୋଦିମ ଗାଇଡ଼୍, ସେଇ ଆତ୍ମା ଆଜି ଆଉ ତାକୁ ଗାଇଡ଼୍ କରୁଛି। କୌଣସି ଭାଇ କିମ୍ବା ଭଉଣୀ ଯଦି ତାହା କରିପାରୁନାହାନ୍ତି, ହାଲେଲୁୟା, ଆମେ ଯଦି କରିପାରୁନୁ ବୋଲି, ନିକୋଦିମର ଆତ୍ମା ଯେଉଁ ଆତ୍ମାଟି ତାକୁ ସମ୍ପୂର୍ଣ୍ଣ ଭାବେ ଧରିକି ଥିଲା। ତାପରେ ପଢ଼ନ୍ତୁ। ହଁ, ସେ କ'ଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଏହା ଅସମ୍ଭବ ଦେଖାଯାଉଛି। ବାକ୍ୟ ଆମକୁ ଏହା ଅସମ୍ଭବ ଭଳିଆ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏହା ଅସମ୍ଭବ କେମିତି ସେମିତି ହବ? ପୂର୍ବା କାଳରୁ ଆମେ ଏମିତି କରିଛୁ। କୋଉଠୁ କରିଛୁ? ତମକୁ ପୂର୍ବା କାଳରେ କିଏ ଥିଲା? ତମକୁ ଜନ୍ମ କରିଥିବା ବାପା କିମ୍ବା ମା, ସେମାନେ ହୁଏତ 100 ବର୍ଷ ଥିଲେ। ତା ପୂର୍ବରୁ କିଏ ଥିଲା? ତା ପୂର୍ବରୁ କିଏ ଥିଲା? ତା ପୂର୍ବରୁ କିଏ ଥିଲା? ଜଣେ ଥିଲା, ସେ ହେଉଛନ୍ତି ପ୍ରଭୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତମେ କୋଉଠୁ ଗଲେ? ତା ପୂର୍ବକୁ ଦେଖିବ ବୋଲେ ପୂର୍ବରେ ଜଣେ ଏକା ଥିଲା, ସେ ହେଉଛନ୍ତି ପ୍ରଭୁ। ଓ ତାହାଙ୍କ ଦ୍ୱାରା ଆସିଛି। କିନ୍ତୁ ତା କ'ଣ ହେଇଛି? ଆସୁ 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 ଛିନ୍ନ ଭିନ୍ନ ହେଇକି ଏହା ଆମ ପାଖରେ ଗୋଟେ ପରମ୍ପରା ଭଳି ଆସିଲା। ସୁନା ରୂପା ଅଳଙ୍କାର ମୋତି ମାଣିକ ଆବର୍ଜନାରେ ପରିପୂର୍ଣ୍ଣ। ତାହାକୁ ପରିଷ୍କାର କରିବା ପାଇଁ ପ୍ରଭୁ କହୁଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏହି ସବୁ ବିଷୟ ଆମ ପାଇଁ କ'ଣ ହେବାକୁ ପରିବର୍ତ୍ତନ ହେବ? ତାପରେ ତଳକୁ ପଢ଼। ଓକେ। ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତମକୁ କହୁଅଛି, ହଁ, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ହାଲେଲୁୟା। ଜଳ ଏବଂ ଆତ୍ମା, ପ୍ରଥମେ ଜଳ ଏବଂ ଆତ୍ମାରେ ଜନ୍ମ ନେବାକୁ ପଡ଼ିବ। ଏଇ ଜଳ କ'ଣ? ପାଣି ଏଇ ଜଳ ନୁହଁ। ଏଇ ଜଳ ହେଉଛି ବାକ୍ୟ ରୂପୀ ଜଳ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେ ସମଣ ସ୍ତ୍ରୀକୁ ପ୍ରଭୁ କହିଲେ କ'ଣ? ମୁଁ ଯେଉଁ ଜଳ ଦେବି ତମେ ତାହା ପିଇଲେ କ'ଣ ହେବ? କେବେ ତୃଷିତ ହେବ ନାହିଁ। କ'ଣ ପ୍ରଭୁ ଧରିକି ବୁଲୁଥିଲା କି? ହାଲେଲୁୟା। ଜଳ ଏବଂ ଆତ୍ମା ଜନ୍ମ ହେଲା ପରେ ହିଁ ଆମେ ସେଇ ମୂର୍ତ୍ତିମାନର ସ୍ଥାନରେ ଆମେ ପହଞ୍ଚି ପାରିବା। ତାପରେ ପଢ଼ନ୍ତୁ। ହଁ, ମାଂସରୁ ଯାହା ଜାତ ତାହା ମାଂସ। ହଁ, ତାହା ମାଂସ, ଓକେ। ପୁଣି ଆତ୍ମାରୁ ଯାହା ଜାତ
ତାହା ଆତ୍ମା। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆମକୁ ପୁନର୍ଜନ୍ମ ବା ମୂର୍ତ୍ତିମାନ ହେବାକୁ ଯାଉଅଛୁ। ଖ୍ରୀଷ୍ଟଙ୍କ ପରି ଆମେମାନେ ଆଜି ଜଗତରେ ଦେଖିବାକୁ ଯାଉଅଛୁ। ହାଲେଲୁୟା। ସମସ୍ତ ଜଗତ, ସମଗ୍ର ଜଗତ ପାଇଁ ଏହି ମେସେଜ ନୁହଁ, ଏହି ବାକ୍ୟ ନୁହଁ। ଏହା କାହା ପାଇଁ ଅଟେ? ଆମମାନଙ୍କ ପାଇଁ ଅଟେ। ହାଲେଲୁୟା। ଏହା ମଣ୍ଡଳୀ ପାଇଁ, ଯେଉଁ ମଣ୍ଡଳୀ ଏହି ସମୟର ମେସେଜ, ଏହି ସମୟର କନ୍ୟା ମଣ୍ଡଳୀ ପାଇଁ ଏହି ବାର୍ତ୍ତା। ସେଥିପାଇଁ ଆମମାନଙ୍କୁ ସେଇ ମୂର୍ତ୍ତିମାନ ହେବାର ଅଛି। ସେଇ ବାକ୍ୟ ଦ୍ୱାରା ଆମକୁ କ'ଣ କରିଅଛି? ଆଜି ସେଇ ଘୁମଟା ଉଠାଯାଇଅଛି ମୋର ପ୍ରିୟମାନେ। ଯେତେବେଳେ ଆମେ ବାକ୍ୟରେ ରହୁ, ପ୍ରାର୍ଥନା କରୁ, ପବିତ୍ର ଆତ୍ମାଙ୍କ ଅନୁସରଣ କରୁ, ସେତେବେଳେ ଆମେ ଗୌରବରେ ପରିବର୍ତ୍ତନ ହେଇ ଖ୍ରୀଷ୍ଟଙ୍କ ପରି ଦେଖାଯାଇଥାଉ। ହାଲେଲୁୟା। ନା କୁହନ୍ତି। ସେଥିପାଇଁ ଆମମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରତିମୂର୍ତ୍ତି ପ୍ରତିଫଳ ହେବା ନିମନ୍ତେ ଏହି ସମୟରେ ମଣ୍ଡଳୀ ମଧ୍ୟରେ ଆଉ ପ୍ରେରିତ ପାଉଲ ଶିକ୍ଷା ଦେବା ପାଇଁ ଚାହୁଁଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏଫେସୀ ପୁସ୍ତକ ଆମେ ମାନେ 1 ପର୍ବ 6 ପଦ ଟିକେ ପଢ଼ିବା। ଏଫେସୀ 1 ପର୍ବ 6 ପଦ। ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି। କ'ଣ ହେଇଅଛି? ମୂର୍ତ୍ତିମାନ ହେବାର। କାହାର ଗୌରବ ନିମନ୍ତେ? ପ୍ରଭୁଙ୍କର ଗୌରବ ନିମନ୍ତେ। ହାଲେଲୁୟା। ମଣ୍ଡଳୀର ପାଳକ ନିମନ୍ତେ ନୁହଁ, ମଣ୍ଡଳୀର ଡିକନ ନିମନ୍ତେ ନୁହଁ, ମଣ୍ଡଳୀର ପଦବୀ ଥିବା ଭାଇ ନିମନ୍ତେ କିମ୍ବା କୌଣସି ଲୋକ ନିମନ୍ତେ ନୁହଁ, ପ୍ରଭୁଙ୍କର ଗୌରବ ନିମନ୍ତେ ମୋ ମଣ୍ଡଳୀର ପ୍ରିୟ ଭାଇ ଭଉଣୀମାନଙ୍କ ମଧ୍ୟରେ ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ମୂର୍ତ୍ତିମାନ କରିବା ପାଇଁ ଚାହୁଁଛନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆମେ ଯଦି ମିଥ୍ୟା କହିବା, ଆଉ ପଥ ତ ଅନେକ ଅଛି ଜଗତରେ, କିନ୍ତୁ ଗୋଟେ ହିଁ ପଥ, ଆଲୋକର ପଥ। ସେଇ ପଥ ଦ୍ୱାରା ଯିବା ଦ୍ୱାରା ଆମେମାନେ ଉତ୍ତମ ବିଷୟକୁ ଆମେ ପାଇପାରିବା। ହାଲେଲୁୟା। ଆଉ ଆମେମାନଙ୍କ ପାଇଁ ପ୍ରଭୁ ଆଜି ଏହି ବାକ୍ୟ କହିବା ପାଇଁ ଚାହୁଁଛନ୍ତି। ଅନେକ ଗୌରବ ବିଷୟ ଅଛି ଜଗତର, ଅନେକ ମାନେ ସମ୍ମାନଜନକ ବିଷୟ ଅଛି, କିନ୍ତୁ ମୂର୍ତ୍ତିମାନ ହେବା, ନୂତନ ଭାବରେ ଜନ୍ମ ଲଇଥିବା ମନର ନୂତନୀକରଣ ଦ୍ୱାରା ଜଣେ କ'ଣ ହେଇଯାଇଥାଏ? ଖ୍ରୀଷ୍ଟଙ୍କ ପରି ମୂର୍ତ୍ତିମାନ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୁଁ ଖ୍ରୀଷ୍ଟଙ୍କ ପରି ହେଲି ବୋଲି ଚୁଟି ଛାଡ଼ିଦେଲେ ହେଲା କି? ଧଳା ଡ୍ରେସ୍ ପିନ୍ଧିଲେ ହେଲା କି? ଆଜି ଲୋକମାନେ ଯେଉଁ ଫାଦର ଯାକ କ'ଣ ଏମାନେ ହେଇକି ବୁଲୁଛନ୍ତି, ସେମାନେ କାହାର ରୂପ ନେବା ପାଇଁ ଚାହୁଁଛନ୍ତି? ଖ୍ରୀଷ୍ଟଙ୍କର ରୂପ ନେବା ପାଇଁ, କିନ୍ତୁ ବାକ୍ୟରେ ନୁହଁ, ଶାରୀରିକ ଭାବରେ। ହାଲେଲୁୟା। ବାକ୍ୟରେ ନୁହଁ, ସେମାନେ ଶାରୀରିକ ଭାବରେ ତାହା କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ବାଇବଲ ସେମିତି କୁହେ ନାହିଁ। ରୋମୀ ପୁସ୍ତକ 12 ପର୍ବ 2 ପଦ। ରୋମୀ ପୁସ୍ତକ 12 ପର୍ବ 2 ପଦ ପଢ଼ନ୍ତୁ। ଜାଣିପାର କ'ଣ ଭାଇ? ମନର ନୂତନୀକରଣ। ହାଲେଲୁୟା। ହାଲେଲୁୟା। ବେଶୀ ପ୍ରାଧାନ୍ୟ ମନକୁ ପରିବର୍ତ୍ତନ କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନିକଟ। ପ୍ରେଜ୍ ଦ ଲର୍ଡ। ସନିକଟ ବୋଲେ କ'ଣ? ଆସିକି ପହଞ୍ଚୁଅଛି ସ୍ୱର୍ଗ ରାଜ୍ୟ। ଆମେ ଏବେ ପ୍ରଥମ ସ୍ୱର୍ଗ, ଦ୍ୱିତୀୟ ସ୍ୱର୍ଗରେ ବାସ କରୁଛୁ। ପ୍ରେଜ୍ ଦ ଲର୍ଡ। ଆଉ ସ୍ୱର୍ଗ ରାଜ୍ୟ କୋଉଟା ଦେଖୁଛ? ଏଇଟା ତ ଚାଲିଛି ନା କ'ଣ? ଆଉ ଟିକେ ଅଛି ବୋଲି ଭାବୁଛ? ଲାଷ୍ଟ ସ୍ୱର୍ଗ ରାଜ୍ୟ ଯାହା ପ୍ରଭୁଙ୍କର ଉପସ୍ଥିତିକୁ ଦର୍ଶାଏ। ହାଲେଲୁୟା। ଆଜି ବାକ୍ୟ ରୂପୀ ପ୍ରଭୁ ଆମ ସହିତ ଗମନାଗମନ କରୁଛନ୍ତି। ସେ ବାକ୍ୟ ଦ୍ୱାରା ଆମକୁ କହୁଛନ୍ତି, ଏଇ ଲିଖିତ ପତ୍ରୀ ଆଜି ପ୍ରଭୁଙ୍କ, ଆଉ ସେଇ ପତ୍ରୀ ପଢ଼ିବା ପରେ, ତାହା ଗ୍ରହଣ କଲା ପରେ ଆମ ଜୀବନରେ ତାହା କ'ଣ ହେବାକୁ ଅଛି? ଜୀବନ ପାଇବାର ଅଛି। ହାଲେଲୁୟା। ଯେତେବେଳେ ତାହା ଜୀବନ ପାଇବ, ଆମ ପାଖରେ ସମ୍ପୂର୍ଣ୍ଣ ପ୍ରଭୁଙ୍କର ନିରୂପିତ ସେଇ ପ୍ରତିମୂର୍ତ୍ତି ଆମ ସ୍ଥାପନ ହେବ। ଯେ ପ୍ରକାର ଭାବରେ ଲେଖା ଅଛି ରୋମୀ ପୁସ୍ତକ 8 ପର୍ବ 29 ପଦରେ। ରୋମୀ 8:29। କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ। ହାଲେଲୁୟା। ପ୍ରତିମୂର୍ତ୍ତି ହେବା ନିମନ୍ତେ ନିରୂପିତ କରିଥିଲେ। କ'ଣ ପାଇଁ?
ଅର୍ଥାତ ପ୍ରଭୁଙ୍କ ପରି ଦେଖାଯିବ ମାନେ ତାକୁ ନିରୂପଣ କରିଥିଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। এই ପଦଟାକୁ ଆପଣମାନେ ହୃଦୟରେ ଜୀବନ ଦିଅନ୍ତୁ। ହାଲେଲୁୟା, এই ପଦକୁ ହୃଦୟରେ ଆପଣମାନେ ଜୀବନ ଦିଅନ୍ତୁ। ଜୀବନରେ ଆମେ ଦେବା ଦରକାର ଅଛି। ଏହା ଆମ ପାଖରେ ପ୍ରଭୁଙ୍କର ପ୍ରତିମୂର୍ତ୍ତି ହେବା ନିମନ୍ତେ ଏଇ ବାକ୍ୟକୁ ମୋତେ ଦରକାର ଅଛି ଭାଇ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 1000ଟା ମୁକସ ପଦ ଆପଣ ଘୁଷି ଖାଇଲେ ସ୍ୱର୍ଗକୁ ଯିବେ ନାହିଁ। 40 ଦିନ 1000 ଥର ଉପବାସ କଲ କିଛି ଭ୍ୟାଲୁଲେସ୍, କିଛି ଲାଭ ନାହିଁ। ହାଲେଲୁୟା, এই ବାକ୍ୟ ଜୀବନ ପାଇବାର ଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ ଆମ ଜୀବନରେ। ପ୍ରଭୁ ଏହି ସମୟରେ, ଏହି ଶେଷ ସମୟରେ ସେ ଏକ ଏକ ପରିବର୍ତ୍ତନ ଆଣିବା ପାଇଁ ପ୍ରଭୁ ଚାହାନ୍ତି। ହାଲେଲୁୟା। ଆଉ ସେ କ'ଣ? ପ୍ରଭୁ ଏହି ସବୁ ବାକ୍ୟକୁ ଆମମାନଙ୍କ ଜୀବନରେ ସେ ଖୁଲାସା କରିବା ପାଇଁ ଚାହୁଁଛନ୍ତି। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ପଢ଼ିବା ଲୁକ ପୁସ୍ତକ 24 ପର୍ବ ତାର 32 ପଦ। 24:32। ସେଥିରେ ହୁଁ। ସେମାନେ ପରସ୍ପର କହିଲେ, ହୁଁ। ଯେତେବେଳେ ପଥ ମଧ୍ୟରେ ସେ ଆମମାନଙ୍କ ସଙ୍ଗରେ କଥାବାର୍ତ୍ତା କରୁଥିଲେ ୟେସ୍ ୟେସ୍, ହଁ, ଓ ଆମମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ। ସେତେବେଳେ କଣ ଆମମାନଙ୍କ ହୃଦୟ ଉତ୍ତପ୍ତ ହେଉନଥିଲା? ହେ, ହଁ, ତାପରେ ଆଉ ସେମାନେ ସେଇ ଦଣ୍ଡରେ ଉଠି ବିରୁସାଲମକୁ ବାହୁଡ଼ି ଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ। ହାଲେଲୁୟା। এই ଦୁଇ ଜଣ ଲୋକ ଯେଉଁ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥିତ ପରେ ସେମାନେ କ୍ରୁଶବିଦ୍ଧ ହେଲା ପରେ ତ ଆଉ ଲୋକମାନେ କଥାବାର୍ତ୍ତା ହେଲେ। ସେ ଜଣେ ଭଲ ଲୋକ ଥିଲେ, ପ୍ରକାର ସୁସ୍ଥ କରିଦେଲେ, ସେପଟେ ସେ ମରିଗଲେ। କିନ୍ତୁ ସେମାନଙ୍କ ପାଖରେ ସେଇ ବାକ୍ୟ ଥିଲା, ସେଇ ବାକ୍ୟ ସେମାନେ ଶୁଣିଥିଲେ। କ'ଣ? এই ସମୟର ମେସେଜରେ ଯେମିତି ରାପଚର, ସେଇ ସମୟର ମେସେଜରେ ପୁନରୁତ୍ଥାନ ଥିଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆପଣମାନେ ଯଦି ରାପଚରକୁ ଅଗ୍ରାହ୍ୟ କରୁଛନ୍ତି, ଆଜି ଏଇ ଲୋକ ଦୁଇ ଜଣଙ୍କ ପରି ଦେଖାଯାଉଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅର୍ଥାତ ଅଲରେଡି ମେସେଜ ଆମ ପାଖରେ ମୂର୍ତ୍ତିମାନ ହେଇ ନାହିଁ, ଜୀବନ ପାଇ ନାହିଁ। ସେଥିରେ ସେମାନଙ୍କର ହୃଦୟ ଉତ୍ତପ୍ତ ହେଉନଥିଲା। ଯୀଶୁଙ୍କ ସହିତ ଯୀଶୁ ମରିକି ପୁନରୁତ୍ଥାନ ଦେଇଛନ୍ତି, ହେଲେ ମଧ୍ୟ ସେମାନେ ଯୀଶୁଙ୍କୁ ଜାଣିପାରୁନାହାନ୍ତି। ହାଲେଲୁୟା। ସେଠି ଲେଖାଯାଇଛି, ମୁଁ ଖାଲି ସେଇ ଜଷ୍ଟ ପଦଟା ପଢ଼ିବି। ଆଉ ସେମାନେ ସେତେବେଳେ ଯେତେବେଳେ ହୃଦୟରେ ତାହା ସେଇ ବାକ୍ୟ ଜୀବନ ପାଉଅଛି। ହାଲେଲୁୟା। ସେମାନେ ବୁଝୁଛନ୍ତି ଭାଇ, ମିଛ କହିବା ପାପ, ଘୃଣା କରିବା ପାପ। ଏହା ଯେତେବେଳେ ଆମେ ଜୀବନ ପାଉଛୁ ହୃଦୟରେ, ଆମେ କରିବା କି ସେଇଟା? ହାଲେଲୁୟା। ଆଜି ଏଇ ବାକ୍ୟ ଆପଣ ଆମ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଜୀବନ ପ୍ରାପ୍ତ ବାକ୍ୟ ହଉ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆସନ୍ତୁ ଆମେ ସେଇ ପଦ ପଢ଼ିବା, ତାପରେ ସମାପ୍ତ କରିବା। ସେଇ କରନ୍ତି 3ର ତାହାର 18 ପଦଟିକୁ ଆମେ ପଢ଼ିବା। 15 ପଦରୁ 18 ପଦ ପଢ଼ିବା। 3ର 15 ପଦରୁ 18 ପଦ ପଢ଼ନ୍ତୁ। ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ। ହାଲେଲୁୟା। ବାଇବଲ ପଢ଼ି ବୁଲିକି ଧରିକି ବୁଲିଲେ ଜଣେ ମୂର୍ତ୍ତିମାନ ହେଇପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ବର୍ଷ ତମାମ ଖ୍ରୀଷ୍ଟିଆନ ଗିର୍ଜା ଖାଲି ଆସିବା ପାଇଁ ଖାଲି ରବିବାର ଦିନ ପ୍ରତ୍ୟେକ ସପ୍ତାହ ଆସିଲେ ମୂର୍ତ୍ତିମାନ ହେଇପାରିବ ନାହିଁ। ଏଇ ଗୋଟେ ଗୋଟେ ବାକ୍ୟ ଆମ ଜୀବନରେ ପରିବର୍ତ୍ତନ ହେବା, ଜୀବନ ପାଇବା ଦରକାର ଅଛି। ହାଲେଲୁୟା। ନହେଲେ ମଶାଙ୍କ ପାଖରେ ଯେଉଁ ଆଚ୍ଛାଦିତ ଆଉ ବ୍ୟବସ୍ଥା ଥିଲା ସେଇ ପ୍ରକାର ହିଁ ଅଛି। ତାପରେ ତଳ ପଢ଼ନ୍ତୁ ଭାଇ। ହଁ, କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। ହାଲେଲୁୟା। କୁଆଡ଼େ ଭାଇ? ପ୍ରଭୁଙ୍କ ପ୍ରତି ଫେରିଲେ ନା ରାଇପଲି ମଣ୍ଡଳରେ ମିଶିଲେ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ନା ବଡ଼ ଗୋଟେ ଚର୍ଚ୍ଚରେ ମିଶିଲେ? ନାଇଁ, ଏ ପ୍ରକାର ଲେଖାଯାଏ ନାହିଁ। ପ୍ରଭୁଙ୍କ ପ୍ରତି ଫେରିଲେ ତାହା ସେହି ଆବରଣ କ'ଣ ହେଇଥାଏ? ସମ୍ପୂର୍ଣ୍ଣ ଭାବେ ଅପସାରିତ ହେଇଥାଏ। ଆଉ ତାହା ପାଖରେ ଜୀବନ ଆସିଥାଏ। ଆଉ ଖ୍ରୀଷ୍ଟଙ୍କ ପରି ତାହାଙ୍କ ଜୀବନ ପରିବର୍ତ୍ତନ ହେଇଥାଏ। ଗଡ୍ ବ୍ଲେସ୍ ୟୁ, ହାଲେଲୁୟା। ତାପରେ ପଢ଼ନ୍ତୁ ଭାଇ। ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରୁ ପ୍ରଭୁଙ୍କର ଆତ୍ମା ସେଠାରେ ସ୍ୱାଧୀନତା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏହା ବାଧ୍ୟବାଧକତା ନୁହଁ। এই ବାକ୍ୟ, ଆଜିର ବାକ୍ୟ ବାଧ୍ୟବାଧକତା ନୁହଁ। ଏହା ସ୍ୱାଧୀନତା ଭାବରେ ନିଜ ଜୀବନକୁ ଆମେ ସମ୍ପୂର୍ଣ୍ଣ ଭାବେ ଆମେ ଯଦି ଖ୍ରୀଷ୍ଟଙ୍କ ପରି ମୂର୍ତ୍ତିମାନ ହେବା ପାଇଁ ଚାହୁଁଛୁ, ତାହେଲେ ଏହା ସ୍ୱାଧୀନ ଭାବରେ ନିଜ ଚିନ୍ତାଧାରା, ନିଜ ବିଶ୍ୱାସ ଦ୍ୱାରା ତାହା ଆଜି ଜୀବନ ପାଇବା ଦରକାର ଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତାପରେ 18 ପଦ।
କିନ୍ତୁ ଆମ୍ଭେମାନେ ସମସ୍ତେ ଆଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ୟେସ୍ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଛୁ। ହଁ ତାପରେ ଯେଣୁ ପ୍ରଭୁ ଯେ କି ଆତ୍ମା ତାହାଙ୍କ ଠାରୁ ଏହି ସବୁ ହେଉଅଛି। ହାଲେଲୁୟା। ଏହା ପ୍ରଭୁଙ୍କ ଠାରୁ ହେଉଅଛି। ପ୍ରେଜ୍ ଦ ଲର୍ଡ। ଏଠାରେ ପ୍ରଭୁଙ୍କର ଉପସ୍ଥିତିରେ ଆମକୁ ଏଇ ବିଷୟକୁ କିଏ ଗୋଟେ ବଡ଼ ଜଣେ ମାନେ ଇତିହାସ ରଚକ କିମ୍ବା ଜଣେ ବଡ଼ ସାଇଣ୍ଟିଷ୍ଟ କିମ୍ବା ଜଣେ ଭଲ ଜଣେ ବିଦ୍ୟମାନ ଲୋକ ଏହା କହିପାରିବେ ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେମାନେ ତ ଜାଣିପାରିନାହାନ୍ତି ପ୍ରଭୁ ମୂର୍ତ୍ତିମାନ କି ପ୍ରକାର ହେବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମ ଜୀବନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବାର ଅଛି। ଆଉ ପ୍ରଭୁ ଆମମାନଙ୍କୁ ଆଜି ଏହି ବାକ୍ୟ ଦ୍ୱାରା କହିବା ପାଇଁ ଚାହୁଁଛନ୍ତି ଖ୍ରୀଷ୍ଟଙ୍କ ପରି ଖ୍ରୀଷ୍ଟ ତୁମମାନଙ୍କ ମଧ୍ୟରେ ମୂର୍ତ୍ତିମାନ ହେବା ପାଇଁ ଯାଉଛନ୍ତି। ହାଲେଲୁୟା ହାଲେଲୁୟା। ସେ କହୁଛନ୍ତି ଖ୍ରୀଷ୍ଟ ମୂର୍ତ୍ତିମାନ ହେବାର ଉଦ୍ଦେଶ୍ୟ ଏହା। ମଉସା ଯେତେବେଳେ ଆଚ୍ଛାଦନ କରିଥିଲେ, ମୁଖ ଆଚ୍ଛାଦନ କରିବା ପାଇଁ ମଉସାଙ୍କୁ ଅଳ୍ପ କ୍ଷଣ ସମୟ, ଏଇ ଅଳ୍ପ କ୍ଷଣ ବିଷୟକୁ ବୁଝିବା ନିମନ୍ତେ ଜାଣିବା ନିମନ୍ତେ ସେମାନେ ଚାହିଁଲେ ନାହିଁ। ହେ ମଉସା ତମେ କହିଲେ କୁହ, ଆମେ ମୁହଁକୁ ଢାଙ୍କୁଛୁ। ପ୍ରେଜ୍ ଦ ଲର୍ଡ। ଏ ଅବାଧ୍ୟତା କ'ଣ ହେଲା? କିଣାନରେ ପ୍ରବେଶ କଲା ନାହିଁ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଅବାଧ୍ୟତା ସକାଶୁ। ଆଉ ଏଠାରେ ପାଉଲ ଏଠାରେ ମଉସା ଓ ଖ୍ରୀଷ୍ଟଙ୍କ ମଧ୍ୟରେ ତୁଳନା କରନ୍ତି। ମଉସା ଯେତେବେଳେ ପର୍ବତରୁ ତଳକୁ ଆସିଲେ ତାହାଙ୍କ ମୁଖ ପରମେଶ୍ୱରଙ୍କ ଗୌରବର ଉଜ୍ଜଳ ହୋଇଥିଲା। ହାଲେଲୁୟା। ଓ ମାଇ ଗଡ୍। ପ୍ରେଜ୍ ଦ ଲର୍ଡ। ତାହେଲେ ଖ୍ରୀଷ୍ଟଙ୍କର ମୂର୍ତ୍ତିମାନ ହେବା ଆମର ନିଶ୍ଚୟ ଦରକାର। ଯଦି ମଉସାଙ୍କୁ ସେମାନେ କ'ଣ ଭାବିଲେ ଆଜ୍ଞା? ପ୍ରଭୁ ବୋଲି ଭାବିଲେ ନାଇଁ କି? ଅର୍ଥାତ୍ ସେ ମୂର୍ତ୍ତିମାନ ହେବା ପାଇଁ ଯାଉଥିଲେ। ଯେତେବେଳେ ପ୍ରଭୁଙ୍କ ସହିତ ସେ କଥୋପକଥନ କରୁଛନ୍ତି, ପ୍ରଭୁଙ୍କ ସହିତ ସେ ଗମନ କରୁଛନ୍ତି, ସେତେବେଳେ ଆଉ ଏଇଠି ଲେଖାଯାଇଛି ସେଥିପାଇଁ ସେ କ'ଣ ହେଲେ? ତାହାଙ୍କର ଗୌରବରେ ଉଜ୍ଜଳ ହୋଇଥିଲା, କିନ୍ତୁ ସେହି ଗୌରବ କ୍ଷଣକ ଥିଲା। ହାଲେଲୁୟା। କିନ୍ତୁ ଏହି ସମୟର ବାକ୍ୟ ଦ୍ୱାରା ମୂର୍ତ୍ତିମାନ ହେବା ତାହା ଅନନ୍ତ ଜୀବନର ଅଧିକାର ଅଟେ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟଙ୍କ ମଧ୍ୟରେ ମିଳୁଥିବା ଗୌରବ ଚିରସ୍ଥାୟୀ ଅଟେ। ବିଶ୍ୱାସୀ ଯେତେବେଳେ ବାକ୍ୟ ଦ୍ୱାରା ପ୍ରଭୁଙ୍କୁ ଦେଖେ ସେ ତାହାଙ୍କ ସଦୃଶ ହେବାକୁ ଲାଗେ। ହାଲେଲୁୟା। ବାକ୍ୟ ଦ୍ୱାରା କାହାକୁ ଦେଖେ ଭାଇ? ପ୍ରଭୁଙ୍କୁ ଦେଖେ। ପ୍ରେଜ୍ ଦ ଲର୍ଡ। ଆପଣମାନେ ଜଣଙ୍କୁ କେବେ ବି ଏମିତି ଦେଖିକି ପ୍ରଭୁ କୁହନ୍ତୁ ନାହିଁ, ବାକ୍ୟ ଦ୍ୱାରା ଦେଖନ୍ତୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି ବୋଲେ ବାକ୍ୟ ଦ୍ୱାରା ଦେଖନ୍ତୁ। ସେ କହିଲେ आज सब लोग प्रभु को देखने चाहते हैं। हाँ चाहते भाई, क्या बात है। नहीं मैं कान के नीचे बजाऊंगा, ये प्रभु कान के नीचे कभी नहीं बजाता है। हालेलुया प्रेज द लर्ड। ए प्रकार भ्रष्ट शिक्षा आज जगत रे चालू अछि। मु सेटा 2 मिनिट रही पारली नहीं, मु उठिक आसिली। मु नहीं नहीं एठे हमर सहभागिता नहीं। प्रेज द लर्ड। हालेलुया। आमे चाहूचु सही जगार जीवार गोटे आमर उद्देश्य। मो सहित जने किए भाई मिशु आमे पदे ए वाक्य को शेयर करि पारिबो। हालेलुया। आमे मझिरे गजपति जाइथिलु, कोन पय जाइथिलु? आमे खाइबा पय जाइथिलु नाही। एते सुंदर भाबरे सेटा गोटे फेलोशिप सहभागिता हैला। मु बहुत धन्यवाद देबी जोसेफ बाबा को। से ठिया ही परनांती, उठी परनांती, आ संपूर्ण भाबे चढ़िया पय से ठिया हेई समस्त को हाथ रे दे देले। प्रेज द लर्ड। हालेलुया। नरु भाई को मु धन्यवाद देबी। से छुटा हेले मध्य एतिकी बही धरिचंती 2 जण सेपटे जोसेफ बाबा सेपटे इंदाम पोड़िया से कुई कतरे कोस्ती ना पोड़िया बोले से माने अनेक जाउछन। प्रेज द लर्ड। आज ताहांकर कार्य रे अधीने प्रभु से मान को विचार करबे। हालेलुया। बुढ़ा लोक आसी कि तुमको देइथिला पत्रिका पढिलो नाही, सेही मूर्तिमान हेबा पय इच्छा कलो नाही। प्रेज द लर्ड। हालेलुया। सहायता करिवार उद्देश्य हमर गोटे ही विषय, जनक जीवन रे परिवर्तन आनिबार अछि। ए लिखित पत्री 66 पुस्तक र प्रत्येक पद वाक्य द्वारा आज आम जीवन रे मूर्तिमान हेबार अछि। प्रेज द लर्ड। हालेलुया। पई आम मान को प्रभु ए सब विषय रे से कहिया पय चाहउछथि। अनेक लोक बाइबल पढंती किंतु प्रकाशन पांती नाही। पांती की पांती सेठी पाई तो से माने पता कोन पानी आनो, तेल आनो न। प्रेज द लर्ड।
କାରଣ ଘୁମୁଟା ଏ ପ୍ରକାର ଅଟେ। ହାଲେଲୁୟା। ଏଇ ଘୁମୁଟା ଯେଉଁମାନେ ଇସ୍ରାଏଲ ଲୋକ ଲଗାଉଥିଲେ ତାହା କ'ଣ ଅଟେ? ସେ ପ୍ରକାର ଅଟେ। ତାହାକୁ ହୃଦୟରେ ସେମାନେ ଢାଙ୍କୁଥିଲେ। ପ୍ରେଜ୍ ଦ ଲର୍ଡ। ପବିତ୍ର ଆତ୍ମା ଆସିଲେ ବାକ୍ୟ ଜୀବନ୍ତ ହୋଇଯାଏ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କେତେ ଜଣ ଆନନ୍ଦିତ? ହାଲେଲୁୟା। ଆଜିର ବାକ୍ୟ ଆପଣମାନଙ୍କ ମଧ୍ୟରେ ଆମମାନଙ୍କ ପାଖରେ ଜୀବନ ହେବା ଦରକାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ବାକ୍ୟ ଜୀବନ ପାଇବାର ଅଛି। କେତେବେଳେ ଆସିବ? ପବିତ୍ର ଆତ୍ମା ଆସିଲେ ବାକ୍ୟ ଜୀବନ ହେଇଯାଏ। ପ୍ରେଜ୍ ଦ ଲର୍ଡ। ଆମମାନଙ୍କୁ ଭବିଷ୍ୟତ ବକ୍ତା ଏ ବିଷୟ କୁହନ୍ତି। ମଶା ଘୁମୁଟା ଲଗାଇବାର ଅର୍ଥ ସେମାନଙ୍କର ଅବିଶ୍ୱାସ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବିନଷ୍ଟ କଲା। ସେମାନେ ଆମ ପାଇଁ ଗୋଟେ ଛାୟା ସଦୃଶ। ଆମମାନଙ୍କ ପାଖରେ ଛାୟାର ସେ କାୟା ଏଇ ବାକ୍ୟରେ ଆଜି ସଫଳ ହେବା ଦରକାର ଅଛି। ହାଲେଲୁୟା। ଗୌରବ ପାଆନ୍ତୁ। ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମ ଜୀବନରେ ପ୍ରଭୁ ମୂର୍ତ୍ତିମାନ ହେବା ଦରକାର ଅଛି। ଆମେମାନେ ସଦାବେଳେ ପ୍ରଭୁଙ୍କର ବାକ୍ୟରେ ଆମେ ପ୍ରସ୍ତୁତ ହେବା ଏବଂ ପୁରାତନ ସ୍ୱଭାବକୁ ଆମେ ସମ୍ପୂର୍ଣ୍ଣ ଲୋପ କରାଇବା ଆଉ ନୂତନ ସ୍ୱଭାବ ଆମେ ଗ୍ରହଣ କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ବାପ୍ତିସ୍ମ ନେଇକି ଆମେ ଯଦି ସେଇ ପୁରାତନ ସ୍ୱଭାବ ଅଛି ଆମର ବାପ୍ତିସ୍ମ ନେବାର କିଛି ଲାଭ ନାହିଁ। ପ୍ରଥମେ ମରିବା ଦରକାର ଅଛି, ତାପରେ ସମାଧିସ୍ଥ କରିବାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମରିବାର ଅଛି, ସମାଧିସ୍ଥ କରିବାର ଅଛି। ଠିକ୍ ଅଛି। ପ୍ରଭୁ ଆମମାନଙ୍କୁ ଆଜି ସମୟ ଦେଇଛନ୍ତି ଆଉ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ସେଇ ଅନୁଗ୍ରହ ଯୁଗ ଅଛି। ଯାହା ବି କରୁଅଛୁ, ଯାହା ବି ବିଷୟ ଅଛି ତାହା ବାକ୍ୟ ଦ୍ୱାରା ଆମେ କରିବା ପାଇଁ ପ୍ରସ୍ତୁତ ହେବା। ପ୍ରଭୁ ଏ ଅଳ୍ପ ଶିକ୍ଷା, ଏ ଅଳ୍ପ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମେ ଗାନ କରିବା।